ହରି ଓମ୍ ହରି ଓମ୍। ହ୍ୟାଲୋ। ଗୁରୁଜୀ ପ୍ରଣାମ। ଆଜ୍ଞା ଆଜ୍ଞା, ପ୍ରଣାମ ପ୍ରଣାମ। ଭଲ ଅଛନ୍ତି? ହଁ ଗୁରୁଜୀ ଭଲ ଅଛି, ଆପଣ ଭଲ ଅଛନ୍ତି? ଭଲ ଭଲ ଭଲ। କୁହନ୍ତୁ ଗୁରୁଜୀ ମୁଁ ଭାବୁଥିଲି କୁହନ୍ତୁ। ଯଦି ବ୍ରହ୍ମଙ୍କର ଚିହ୍ନ ବର୍ଣ୍ଣ ନାହିଁ, ଆକାର ନାହିଁ, ଆଦି ନାହିଁ, ଅନନ୍ତ ନାହିଁ, ସେ କିଛି କରନ୍ତି ନାହିଁ, ସେ ସବୁଦିନ ସେ ନବଯୁବା ହେଇଥାନ୍ତି, ତ ଆଜ୍ଞା। ଆମେ ତାଙ୍କୁ କାହିଁକି ଉଁ, ଇଏ ହଁ, ଭାବ ତାଙ୍କୁ କାହିଁକି ବୁଝିବା କିମ୍ବା ତାଙ୍କର ଆବଶ୍ୟକତା କ'ଣ ଅଛି? ହଁ, ମୁଁ ଭାବୁଥିଲି ପ୍ରାଣଠୁ ଉପରେ ତ କିଛି ନାହିଁ ବୋଲି ଭାବୁଥିଲି, ପ୍ରାଣ ସବୁ ବୋଲି ଭାବୁଥିଲି। ଏ ଭଜନ ଜାଗାରେ ହେଲେ ଗାଇବାର ପ୍ରାଣନାଥ ପ୍ରାଣେଶ୍ୱର ବେଲେ ଏମିତି ବୋଲି ଜାଣିଥିଲି। ତାପରେ ତ ପ୍ରାଣଠୁ ଉପରେ ଅଛନ୍ତି ବୋଲି ଲେଖା ହେଇଛି ଭଜନରେ, ପ୍ରାଣନାଥ ପ୍ରାଣେଶ୍ୱର ବୋଲି ଲେଖା ହେଇଛି। ସୁନ୍ଦର ସୁନ୍ଦର, ବଢିଆ କଥା କହିଲେ। ପ୍ରାଣନାଥ ମାନେ ପ୍ରାଣର ନାଥ ସିଏ। ବଢିଆ ହେଲେ କଥା କହିଲେ। ଏତେ ଭିତରେ କଥା ଅଛି ବୋଲି ତ ଆମେ ଜାଣିଲୁ, ପ୍ରାଣନାଥ ନିଜ ହଁ, ଭଜନ ଛାଡ଼ନ୍ତୁ, ସ୍ୱାମୀ। ଆମେ ଯଦି ଶାସ୍ତ୍ରକୁ ଦେଖିବା, ହଁ ଶାସ୍ତ୍ରରେ ମଧ୍ୟ କେନ ଉପନିଷଦର ହଁ ଅଷ୍ଟମ ମନ୍ତ୍ରରେ ଅଛି, ୟତ୍ ହଁ ପ୍ରାଣେନ ନା ପ୍रणेति येन ପ୍ରାଣ ପ୍रणीयते ତଦେବ ବ୍ରହ୍ମତ୍ୱଂ ବିଦ୍ଧି ନେଦମ୍ ଏଦିତମ୍ ଉପାସତେ। ଏ ହଁ ପ୍ରାଣ ବ୍ରହ୍ମଙ୍କୁ ଅନୁଭବ କରିପାରିବେନି କିମ୍ବା ଏ ପ୍ରାଣ ବ୍ରହ୍ମଙ୍କୁ ଚିହ୍ନି ପାରିବନି। ନାଇଁ ପ୍ରାଣର ଊର୍ଦ୍ଧ୍ୱରେ ଯେଉଁ ଶକ୍ତି ଅଛନ୍ତି, ଯେଉଁ ଶକ୍ତିର ଆଧାରରେ ପ୍ରାଣ ପରିଚାଳନା ହେଉଛି, ତଦେବ ବ୍ରହ୍ମତ୍ୱଂ ବିଦ୍ଧି, ତାଙ୍କୁ ତୁମେ ବ୍ରହ୍ମ ପରିକା ଚିହ୍ନ। ହଁ, ଏ କଥା ତାଙ୍କେ ତ କୁହାଯାଉଛି। କିଛି କରୁନାହାନ୍ତି। ଏବେ ପିଲା ଯଦି ଜନ୍ମ ହେଲା ତାଙ୍କର କପାଳ ଲିଖନ ବୋଲି ଅଛି, ସେମିତି କିଛି ନାହିଁ। ଆଉ ତାପରେ ତାଙ୍କେ ଯେବେ କହୁଛନ୍ତି କି ଯାର ଯେବେ ଯୋଗ ଥିଲା ସେବେ ମଲା ବୋଲି, ସେମିତି ମରଣ ହେଲେ କାହାକୁ ଦିଅନ୍ତିନି, କର୍ମ ସୁନ୍ଦର ଫଳ ବି କିଛି ସୁନ୍ଦର। ଦିଅନ୍ତିନି, କିଛି ନାହିଁ। ତ ତାଙ୍କୁ କଣ ପାଇଁ ଆମେ ସ୍ମରଣ କରିବା? ତାଙ୍କୁ କ'ଣ ପାଇଁ ସ୍ମରଣ କରିବା କିମ୍ବା ତାଙ୍କ କଥା କାହିଁ ଆମେ ଚର୍ଚ୍ଚା ହେବା? ହଁ, ଆମେ ତ ମରିଲା ପରେ ଆଉ କିଛି ନାହିଁ, ଜାଣିପାରିବୁନି ନା, ତ ତାଙ୍କ ଦ୍ଵାରା ଆମର ଲାଭ କଣ ଗୁରୁଜୀ? ସୁନ୍ଦର 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 ପ୍ରଶ୍ନ। ହଁ, ଗୋଟେ କଥା ଖରାପ ଭାବିବ ନା? ନାଇଁ ଗୁରୁଜୀ କୁହନ୍ତୁ। ଶୁଣନ୍ତୁ, ସିଏ ହିଁ ଆପଣ। ହଁ, ଜାଣିଛି ଯେ। ଶୁଣନ୍ତୁ, ଆମର ଯୋଉ 18 ଖଣ୍ଡ ରାମାୟଣ ସରିଗଲି, ହଁ ହଁ ଏ ସବୁର ଚର୍ଚ୍ଚାର ହଁ ଉଦ୍ଦେଶ୍ୟ ହେଲା, ହଁ ସିଏ ମୁଁ ମାନେ ମୋ ଜାଗାରେ ମୁଁ, ଆପଣଙ୍କ ଜାଗାରେ ଆପଣ, ଆଉ ହଁ ସିଏ ଏକ। ହଁ ଏଠି ଆମେ କ'ଣ କରୁଛେ, ଆମେ ଯଦି ଆମ ନିଜ ଜୀବନକୁ ପରଖିବା, ଜୀବନ ହଁ ଶୈଳୀକୁ ପରଖିବା, ହଁ ଜୀବନ ଶୈଳୀରେ ଦେଖନ୍ତୁ, ଆମେ ଆଜି ଖାଇଛେ, ହଁ ଆଜି ଗାଧେଇଛେ, ଆଜି ବସ୍ତ୍ର ପିନ୍ଧିଛେ, ଆଜି ଘରେ ରହିଛେ, ଆଜି ଆମର ଆବଶ୍ୟକତା ପୂର୍ତ୍ତି ହେଇଛି, ହୁଁ ହଁ କି ନାଇଁ? ମୋ ହଁ ଜାଗାରେ ମୁଁ, ଆପଣଙ୍କ ଜାଗାରେ ଆପଣ। ଆଜିର ହଁ ଆବଶ୍ୟକତା ପୂର୍ତ୍ତି ହେଲା ପରେ ଆମେ ତୃପ୍ତ ଅଛେ କି? ଆହୁରି ଦରକାର କାଲି ପାଇଁ। ହଁ, ଆମ ଜୀବନ ଶୈଳୀକୁ ଯଦି ଆମେ ଦେଖିବା, ଆମ ଜୀବନ ଶୈଳୀ ଆଜିର ଆବଶ୍ୟକତା ପୂର୍ତ୍ତି ହେଲା ପରେ ବି ଆମେ ଚଞ୍ଚଳ ରହୁଛେ, ଆମେ ହୁଁ ଅସ୍ଥିର ରହୁଛେ, ଆମେ ହୁଁ ଅନ୍ୟ ଶରୀର ସାଙ୍ଗରେ ନିଜକୁ ତୁଳନା କରୁଛେ। ଗୋଟେ ହୁଁ ଏତେ ବଡ଼ ଘର ଥାନ୍ତା କି? ଆଚ୍ଛା, ଘରର ଆବଶ୍ୟକ କ'ଣ? ଯେଉଁ ବାହାର ଜୀବଜନ୍ତୁଙ୍କ ଠାରୁ ନିଜକୁ ସୁରକ୍ଷା କରିବା, କିମ୍ବା ଯେଉଁ ଆମ ଶୀତ ଉଷ୍ଣରୁ ନିଜର ଶରୀରକୁ ସୁରକ୍ଷା ଦେବା। ହୁଁ ଘରର ଉଦ୍ଦେଶ୍ୟ ଏଇଆ ନା? ହଁ ହଁ ତ ସେ ଉଦ୍ଦେଶ୍ୟ ତ ଆମର ପୂର୍ତ୍ତି ହେଉଛି, କିନ୍ତୁ ହଁ ଆମେ କ'ଣ କରୁଛେ? ଏଡେ ବଡ଼ ଘର, ଏଡେ ବଡ଼ କାରର ଆବଶ୍ୟକତା କ'ଣ? ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାତ୍ରା କରିକି ଯିବା। ହୁଁ ଆମର ଯାତ୍ରା ନଥାଇକିରି ବି ଆମେ ତୁଳନା କରୁଛେ କୋଉଥିପାଇଁ? ତାର ମୂଳ କଥା ହେଲା, ଆମେ ଭୌତିକ ବସ୍ତୁ ପଦାର୍ଥ ମାଧ୍ୟମରେ ସୁଖ ପ୍ରାପ୍ତି କରିବା ପାଇଁ, ଆନନ୍ଦ ପ୍ରାପ୍ତି କରିବା ପାଇଁ ଆମେ ଆକାଂକ୍ଷା କରୁଛେ, ମନରେ ଇଚ୍ଛା କରୁଛେ। ଏଠି ଏକଥା କୁହାଯାଉନି କାର ଖରାପ କୁହାଯାଉନି, କିମ୍ବା ଘର ଖରାପ କୁହାଯାଉନି, ଧନ ସମ୍ପତ୍ତି କମେଇବା ଖରାପ କୁହାଯାଉନି। କହିବାର ଅର୍ଥକୁ ବୁଝନ୍ତୁ। ହୁଁ କହିବାର ଅର୍ଥକୁ ହେଲା, ଆପଣ ଯେଉଁ ସ୍ଥିତିରେ ଯେମିତି ବି ଅଛନ୍ତି, ଯଦି ଭୌତିକ ଆବଶ୍ୟକତା ପୂର୍ତ୍ତି ହେଇଛି, ଆପଣ ଏ ଜୀବନର ଆନନ୍ଦ ନେବା ଦରକାର, ଜୀବନର ସୁଖ ନେବା ଦରକାର। ହୁଁ ବୁଝିପାରୁଛନ୍ତି? ଗୋଟେ ହୁଁ ପକ୍ଷୀଟାକୁ ଆମେ ଦେଖିବା, ଗୋଟେ ଶୁଆଟେ ଉଡ଼ି ଉଡ଼ି ଆସିଲା, ଗୋଟେ ପିଜୁଳି ଗଛରେ ବସିଲା, ଗୋଟେ ପିଜୁଳି ପେଟ ଭରି ଖାଇଦେଲା, ସଇଲା। ତା ଆବଶ୍ୟକତା ସରିଗଲା। ସେ ଡେଇଁଲା, ବୁଲିଲା, ଉଡ଼ିଲା, ସେ ଡାଳରୁ ସେ ଡାଳକୁ ଡେଇଁଲା, ଖୁସିରେ ଅଛି, ସେ ଆନନ୍ଦରେ ଅଛି। ତାର LIC 10 ବର୍ଷ ପ୍ଲାନିଂ ତାର କିଛି ନାହିଁ, କିଛି ନାହିଁ। ଅଛି କି? ନାଇଁ ଗୋଟେ ଗୋଟେ କୁକୁରଟେ, ସିଏ ଗୋଟେ ଖାଇବାକୁ ତାକୁ ଗଣ୍ଡେ କୁଣ୍ଡେ ମିଳିଗଲା, ଖାଇଦେଲା, ନାଞ୍ଜ ହଲେଇ ହଲେଇ ବୁଲିଲା। ତାର ହଉଛି ଫ୍ୟୁଚର ପ୍ଲାନ୍ ନାହିଁ, କି ତାକୁ କିଏ ଶୋଧିଥିଲା, ତାକୁ କିଏ କ'ଣ କହିଥିଲା, ତାର ମନ ଭିତରେ କିଛି ନାହିଁ। କିନ୍ତୁ ନାଇଁ ମଣିଷ ରୂପକ ଆମେ ଭୌତିକ ଆଶା ଅଭିଳାଷା, ଦୁଃଖର କାରଣ। ବୁଝନ୍ତୁ ଏ କଥାକୁ। ଆକୁ ହଁ ପଜିଟିଭ ୱେରେ ନେବେ, ନେଗେଟିଭ ୱେରେ ଏମିତି ନେବେନି ଯେ ଯଦି ଆଶା ଅଭିଳାଷା ରହିବନି, ଉନ୍ନତି ହେବନି। ଉନ୍ନତିର ଆବଶ୍ୟକତା ହେଲା ଶାନ୍ତି,
ଉନ୍ନତିର ଆବଶ୍ୟକତା ହେଲା ଆନନ୍ଦ। ଉନ୍ନତିର ଆବଶ୍ୟକତା ହେଲା, ଅସଲି ଉନ୍ନତି ହେଲା ମୁକ୍ତ ରହିବା। ମୁକ୍ତ ରହିବା, ବନ୍ଧନ ଯୁକ୍ତ ଭୌତିକ ତରକୀକୁ ଉନ୍ନତି ଆମେ କହିପାରିବାନି। ହୁଁ। ଧରିପାରୁଛନ୍ତି? ତ ହଁ ହଁ। ଏଠି ମୂଳ କଥା ହେଲା ଆପଣ ପୂର୍ଣ୍ଣ ଅଛନ୍ତି। ସେ ହଁ ବ୍ରହ୍ମଙ୍କ କଥା ଆମେ ଏଇଥିପାଇଁ କଥାବାର୍ତ୍ତା ହଉଛେ, ସିଏ ମୁଁ ହିଁ ସିଏ। ମୁଁ ନିଜର ତତ୍ଵକୁ ଚିହ୍ନିବା ପାଇଁ ପ୍ରୟାସ କରୁଛି। ମୁଁ ନିଜର ପୂର୍ଣ୍ଣତାକୁ ମୁଁ ବୁଝିବା ପାଇଁ ପ୍ରୟାସ କରୁଛି। ମୁଁ ଅବିଦ୍ୟାରେ, ଅସ୍ମିତାରେ, ଅଜ୍ଞାନରେ ନିଜକୁ ମୁଁ ଅପୂର୍ଣ୍ଣ ମାନି ନେଇଛି। ମୋତେ ଏତିକି ଧନ ପାଇଲେ, ମୁଁ ଏଡ଼େ ବଡ଼ ପଦପଦବୀ ପାଇଲେ, ମୁଁ ଏତିକି ସୁନା ପାଇଲେ, ମୁଁ ଏତିକି ପ୍ରଶଂସା ପାଇଲେ ମୁଁ ପୂର୍ଣ୍ଣ ହେବି, ମୁଁ ଅସନ୍ତୁଷ୍ଟି ହେବି। ଆମର ଦେଖନ୍ତୁ, ଆଜିକାଲି ଛୋଟ ପିଲାଙ୍କୁ ବି ଶିକ୍ଷା ଯାଉଛି, ଆରେ ବାବା, ଆରେ ମା, ତମେ ବଡ଼ ହେଲେ କ'ଣ ହବ? କିଏ କହୁଛନ୍ତି ମୁଁ ଡକ୍ଟର ହେବି। ଏଇମ୍ ହଁ ସେମାନଙ୍କୁ ଛୋଟବେଳଠୁ ତାଙ୍କ ମନରେ ଗୋଟେ ଆମେ ଦୂଷିତ ବିଚାରକୁ ବସେଇ ଦଉଛେ, ବଡ଼ ହେଲେ କ'ଣ ହବ। ସେ ବିଚାରା ଛୋଟ ପିଲାଟେ, କୁନି ପିଲାଟେ, ଡକ୍ଟର କ'ଣ ଜାଣିନି, ଓକିଲ କ'ଣ ଜାଣିନି, ଇଞ୍ଜିନିୟର କ'ଣ ସେ ଜାଣିନି, ତା ହୁଁ ଜ୍ଞାନ ଏତେ ହେଇନି। କିନ୍ତୁ ତା ମୁଣ୍ଡରେ ଗୋଟେ ଆମେ ବିଚାର ପୁରେଇ ଦଉଛେ, ଏଇମ୍ ଦରକାରେ, ଏଇମ୍ ଦରକାରେ, ମାନେ ଏଇଟା ବନିଲେ ମୋତେ ଖୁସି ମିଳିବ, ସେଇଟା ପାଇଲେ ମୋତେ ଖୁସି ମିଳିବ, ଏଇ ଜିନିଷକୁ ମୁଁ ପ୍ରାପ୍ତ କଲେ ମୋତେ ଆନନ୍ଦ ମିଳିବ। ଅବିଦ୍ୟାରେ ଆମେ, ଅଜ୍ଞାନରେ ଆମେ ତୁଳନା କରୁଛେ। କିନ୍ତୁ କିନ୍ତୁ ମିଳୁନି। ଏଠି କୁହାଯାଉଛି, ନାଇଁ ନାଇଁ, ମିଳୁଛି ମିଳୁନି ସେଟା କହିପାରିବାନି, ମିଳୁଛି, କୋଉଠି ମିଳୁଛି, ଚେଷ୍ଟା ପ୍ରଚେଷ୍ଟାରେ ମିଳିବ। ଏଠି ମୂଳ କଥା ହେଲା, ଭୌତିକ ବସ୍ତୁ ପଦାର୍ଥ ପାଇଲେ ନ ପାଇଲେ, ଆପଣ ହେଉଛି ପଦ ପଦବୀ ପାଇଲେ ନ ପାଇଲେ, ଧନ ସମ୍ପତ୍ତି ପାଇଲେ ନ ପାଇଲେ, ଆପଣ ପୂର୍ଣ୍ଣ ଅଛନ୍ତି। ଆପଣ ହୁଁ ଆଧାର ରୂପରେ ଅଛନ୍ତି। ଏଠି ବହୁତ ସାରା କଥା ଅଛି। ଏଇଟା ଛୋଟ ନୁହଁ, ବିରାଟ ପ୍ରଶ୍ନ ଆପଣ ପଚାରିଲେ। ଏଇ ହଁ ପ୍ରଶ୍ନକୁ ବୁଝିବା ପାଇଁ ହିଁ ଆମେ ଆଧ୍ୟାତ୍ମିକତାକୁ ଆଚରଣ କରୁଛେ। ଆପଣ ସେଇ ବ୍ରହ୍ମ ଅଛନ୍ତି, ଆପଣଙ୍କ ଭିତରେ ଏ ସଂସାର ପରିଚାଳନା ହେଉଛି। ହଁ ବୁଝିପାରୁଛନ୍ତି? ଯେମିତିକି ହଁ ସ୍ୱପ୍ନକୁ ଉଦାହରଣ ସ୍ୱରୂପ ଆମେ ଅନେକ ଥର ବୁଝିଛେ, ସେଟା ବି ଗୋଟେ ପରଫେକ୍ଟ ଏକ୍ଜାମ୍ପଲ କହିଲେ ଚଳିବ। ଯେତେବେଳେ ଆମେ ସ୍ୱପ୍ନ ଦେଖୁଛେ, ସ୍ୱପ୍ନ ସଂସାର ଆମ ମସ୍ତିଷ୍କ ଭିତରେ ଥାଏ। ସ୍ୱପ୍ନ ଭିତରେ ଯାହା ବି ଦେଖୁଥାନ୍ତି, ଭଲ ମନ୍ଦ, ଶତ୍ରୁ ମିତ୍ର, ଯାହା ଧନକୁ ପାଇଥାନ୍ତି, ଯାହା ସମ୍ପତ୍ତିକୁ ହରେଇଥାନ୍ତି, ସବୁ କିଛିର ଆଧାର ଆପଣ ନିଜେ ଥାନ୍ତି। ହୁଁ ବୁଝିପାରୁଛନ୍ତି? ହଁ ହଁ ସ୍ୱପ୍ନ ସଂସାରରେ ଯେମିତି ସବୁ କିଛିର ଆଧାର ଆପଣ ହିଁ ଥିଲେ, ଆପଣ ହିଁ ଅଛନ୍ତି। ସ୍ୱପ୍ନ ଭାଙ୍ଗିଲା ପରେ ଆପଣ ହସୁଛନ୍ତି, ଆରେ ମୁଁ ଏତେ ଟଙ୍କା ପାଇଥିଲି, ସେଟା ସ୍ୱପ୍ନରେ ପାଇଥିଲି ନା। ଆରେ ସ୍ୱପ୍ନରେ ଗୋଟେ ବାଘ ଗୋଡ଼ଉଥିଲା, ସେ ବାଘ ବି ମୁଁ ନିଜେ ଥିଲି ନା। ବୁଝିପାରୁଛନ୍ତି? ଏମିତି ଭାବନ୍ତି ନା ନାଇଁ? ହଁ ଭାବୁଛି। ଠିକ୍ ସେମିତି ହିଁ ଏ ଯେଉଁ ଜାଗୃତ ସଂସାରକୁ ଆପଣ ଦେଖୁଛନ୍ତି, ଏ ଜାଗୃତ ସଂସାରର ଆଧାର ବି ଆପଣ ହିଁ। ଆପଣଙ୍କ ଭିତରେ ଚାଲିଛି। ଆପଣଙ୍କ ଜାଗାରେ ଆପଣ, ମୋ ଜାଗାରେ ମୁଁ। କାହିଁକି ନା ବ୍ରହ୍ମ ସ୍ତରରେ ତୁ ମୁଁ ରୂପକ ପାତର ଅନ୍ତର ନାହିଁ। ମୁଁ ହିଁ ତୁ, ତୁ ହିଁ ମୁଁ, ମାନେ ଆମେ ସମସ୍ତେ ଏକ। ହୁଁ ଯେମିତି ସୁନାରେ ବିଭିନ୍ନ ଅଳଙ୍କାର ତିଆରି ହେଇଛି, ପ୍ରତ୍ୟେକ ଅଳଙ୍କାରର ଆଧାର ଯେମିତି ସୁନା। ଜଣେ ଯଦି ସୁନାକୁ ଚିହ୍ନିଦେଲେ, ସେ ବୁଝିପାରିଲେ ଯେ ସବୁ ସୁନା ଭିତରେ ମୁଁ ହିଁ ଅଛି। ଏଠି ହୁଁ ଅଜ୍ଞାନ ଅସ୍ମିତାରେ ବହୁତ ଲୋକ ଆକୁ ବହୁତ ଜଟିଳ ଭାବରେ ନେଇ ଯାଇଛନ୍ତି। କରେଣ୍ଟ କଥା ଯଦି ବ୍ୟାଖ୍ୟା କରାହେଇଛି, ବହୁତ ଲୋକ କହନ୍ତି କରେଣ୍ଟ ଏକ ଯେ, କରେଣ୍ଟ କେଉଁ ଡିଭାଇସ୍, ଗୋଟେ ବଲ୍ ଭିତରେ 100 ୱାଟ୍ରେ ଜଳୁଛି, ଗୋଟେ ବଲ୍ ଭିତରେ 150 ୱାଟ୍ରେ ଜଳୁଛି। 100 ୱାଟ୍ ବଲ୍, 150 ୱାଟ୍ ବଲ୍ ଏକ କେମିତି ହବ? ମାନେ ସେ ତତ୍ଵକୁ ବୁଝି ପାରୁନଥାନ୍ତି। ତତ୍ଵ ଦ୍ଵାରା ଯେଉଁ ପରିଚାଳକ ବସ୍ତୁ ମାଧ୍ୟମରେ ସେ ନିଜକୁ ପରଖୁଥାନ୍ତି। ହଁ ଧରିପାରୁଛନ୍ତି? କଥା ବୁଝିପାରୁଛନ୍ତି? ହଁ ମାନେ ହଁ ଇଏ ବ୍ରହ୍ମଜ୍ଞାନ ବହୁତ ବହୁତ ଗଭୀର କଥା ଆମେ ଚର୍ଚ୍ଚା ହଉଛି, ବହୁତ ବାବୁଜୀ ଗଭୀର କଥା। ତ ଶୁଣନ୍ତୁ କରେଣ୍ଟ। ଶୁଣନ୍ତୁ, ହଁ, ଟିକେ ଧୀରେ ଧୀରେ ଆମେ ସେ କଥାଟା ବୁଝିଯିବା, ତାପରେ ଦ୍ୱିତୀୟ ପ୍ରଶ୍ନକୁ ଯିବା। ତ ଏଠି ଆମେ ନିଜର ତତ୍ଵକୁ ଚିହ୍ନୁଛେ, ଆମେ ନିଜେ ପୂର୍ଣ୍ଣ ଅଛି। ଏଠି କୁହାଯାଉନି ଧନ କମେଇବାନି, ଘର ତୋଳିବାନି, କାରରେ ଚଢ଼ିବାନି, ଏସବୁ କଥା କୁହା ହଉନି। ଏଠି କୁହା ହେଉଛି ଆପଣ ଯେମିତି ବି ଅଛନ୍ତି, ଯେଉଁ ସ୍ଥିତିରେ ବି ଅଛନ୍ତି, ଆପଣ ପୂର୍ଣ୍ଣ ଅଛନ୍ତି। ଏ ସଂସାରର ଯେତିକ ବି ଘର ଦ୍ୱାର, ଗଛ ବୃଛ, ଗାଡ଼ି ଘୋଡ଼ା, ଧନ ସମ୍ପତ୍ତି, ସବୁ ଆପଣଙ୍କ ଭିତରେ ପରିଚାଳନା ହେଉଛି। ହଁ ସର୍ବପ୍ରଥମେ ଆପଣ ତୃପ୍ତ ହିଁ ଯାଆନ୍ତୁ। ସର୍ବପ୍ରଥମେ ଆପଣ ମୁକ୍ତ ହିଁ ଯାଆନ୍ତୁ। ସର୍ବପ୍ରଥମେ ଏ ସତ୍ୟକୁ ପରଖିକିରି ବୁଝନ୍ତୁ, ମୁଁ ହିଁ ଏ ସଂସାରର ଆଧାର। ଯେମିତି ସ୍ୱପ୍ନରେ ସ୍ୱପ୍ନ ଦେଖୁଥିବା ଦ୍ରଷ୍ଟା ମୁଁ, ଏଠି ମଧ୍ୟ ଏ ଯେଉଁ ଶରୀରକୁ ଆମେ ଅନେକ ଥର କ'ଣ କହିଛେ, ଶରୀର ବସ୍ତ୍ର, ଶରୀର ବସ୍ତୁ ରୂପରେ ମୁଁ ବିନିଯୋଗ କରୁଛି। ବସ୍ତ୍ର କାହିଁକି କହିଛେ? ଏ ଶରୀରକୁ ଆମେ ଧାରଣା କରିଛେ। ଯେମିତି ଗୋଟେ ସାର୍ଟଟେ ଆମେ ପିନ୍ଧିଛେ, ସାର୍ଟ ପିନ୍ଧିଛେ ମାନେ କ'ଣ, ସାର୍ଟ ଭିତରେ ଆମେ ଅଛେ। ଠିକ୍ ସେମିତି ଏ ଶରୀରକୁ ଖୋଳପା ପରିକା ଆମେ ଧାରଣ କରିଛେ। ଏ ଶରୀରର ମାଧ୍ୟମ ହେଲା ଇନ୍ଦ୍ରିୟ,
ପାଞ୍ଚଟା ଜ୍ଞାନେନ୍ଦ୍ରିୟ, ପାଞ୍ଚଟା କର୍ମେନ୍ଦ୍ରିୟ ଅଛନ୍ତି। ହଁ ଇନ୍ଦ୍ରିୟଙ୍କର ଆଧାର ହେଲା ମନ। ମନ ଇନ୍ଦ୍ରିୟଙ୍କ ମାଧ୍ୟମରେ ମସ୍ତିଷ୍କ ଭିତରେ ନିର୍ମାଣ ହେଇଛି। ଇନ୍ଦ୍ରିୟଙ୍କ ମାଧ୍ୟମରେ ଯାହା ବି ଅନୁଭବ କରୁଛେ ସେ ଅନୁଭବର ସ୍ମୃତି ସଂଗ୍ରହିତ ହେଇକରି ମସ୍ତିଷ୍କ ଭିତରେ ରହିଯାଉଛି। ସେଇଆକୁ ହିଁ ଆମେ ମନ କହୁଛେ। ମନର ଊର୍ଦ୍ଧ୍ୱରେ ମୁଁ ଅଛି। ହଁ ମନୁତେ ଏନାହୁର୍ମନୋମତಂ ତଦେବ ବ୍ରହ୍ମତ୍ୱം ବିଦ୍ଧି ନେଦମ୍ ଏଦିତମ୍ ଉପାସତେ। କେନ ଉପନିଷଦର ପଞ୍ଚମ ମନ୍ତ୍ର ଏଇଟା। ଏ ମନ ବ୍ରହ୍ମଙ୍କୁ ବୁଝିପାରିବନି, ଚିହ୍ନି ପାରିବନି। ଯେଉଁ ଶକ୍ତି ମାଧ୍ୟମରେ ଏ ମନ ପରିଚାଳନା ହେଉଛି ତଦେବ ବ୍ରହ୍ମତ୍ୱം ବିଦ୍ଧି, ତାଙ୍କୁ ତୁମେ ବ୍ରହ୍ମ ପରିକା ଚିହ୍ନ। ଧରିପାରୁଛନ୍ତି ଏ କଥାକୁ? ହଁ ମାନେ ପ୍ରାଣ ଇଏ, ପ୍ରାଣ ହଁ, ପ୍ରାଣର ଊର୍ଦ୍ଧ୍ୱରେ ବି ଅଛନ୍ତି, ମନର ଊର୍ଦ୍ଧ୍ୱରେ ଅଛନ୍ତି। ତ ମନର ଊର୍ଦ୍ଧ୍ୱରେ ଆପଣ ଥାଇକିରି, ବୁଝିପାରୁଛନ୍ତି, ମନର ଊର୍ଦ୍ଧ୍ୱରେ, କୋଉ ମନର ଊର୍ଦ୍ଧ୍ୱରେ? ଏଇ ଶରୀର ମନର ନୁହଁ, ସବୁ ଶରୀର ମନର ଊର୍ଦ୍ଧ୍ୱରେ ଆପଣ ହିଁ ଅଛନ୍ତି। ଫେର ହଁ ହଁ ଏଠି ଫେର ପ୍ରଶ୍ନ ଉଠିବ, ସବୁ ଶରୀର ମନରେ ମୁଁ ଅଛି ଯେ ମୁଁ କାହିଁ ସବୁ ଶରୀର କଥା ତ ଜାଣିପାରୁନି, ସବୁ ଶରୀର କଥା ତ ବୁଝିପାରୁନି। ସେ ଶରୀର, ମୁଁ ଯଦି ସତ୍ୟରେ ସବୁ ଶରୀର ଭିତରେ ଅଛି, ତାହେଲେ ମୁଁ ତ କିଏ କ'ଣ ଭାବୁଛନ୍ତି ସେ କଥାକୁ ମୁଁ ଜାଣିଦେବା କଥା, ସେ ହଁ କଥାକୁ ମୁଁ ଧରିଦେବା କଥା। ମୁଁ ଧରିପାରୁନି କାହିଁକି? ଏ ପ୍ରଶ୍ନ ଆସିବ। ହଁ ଆଚ୍ଛା, ଆର ଉତ୍ତର ଶୁଣନ୍ତୁ। ସାଧନାରେ ଯେତେ ସେତିକି ଗଭୀର ସ୍ଥିତିକୁ ଆପଣ ଯିବେ, ଆପଣ ଯେତେ ମନକୁ ସେତିକି ଶାନ୍ତ, ସ୍ଥିର, ଅନ୍ତର୍ମୁଖୀ କରିପାରିବେ, ଆପଣ ଅନ୍ୟଙ୍କ ମନର ବିଚାରକୁ ବି ପରଖି ପାରିବେ। ଗୋଟେ ଟେଲିପାଥି ଅଛି, ଟେଲିପାଥି କମ୍ୟୁନିକେସନ ଆଗ କାଳରେ ନଥିଲା ଏଇ ଗୁରୁଜୀ, ଏବେ ସିନା ଫୋନ ଥିଲା। ବାହାରିଲା, ଆମେ ସ୍ମରଣ ହଁ, କଲା ମାତ୍ରେ ଆଗରୁ ମୁହଁକୁ ଟେଲିପାଥି ପଳେଇ ଥିଲା। ଆସୁଛି। ଟେଲିପାଥିରେ ଗୋଟେ ଜଣେ ଆମେରିକାରେ ବସିଛନ୍ତି, ଜଣେ ଭାରତରେ ବସିଛନ୍ତି। ସେ ଟେଲିପାଥି କମ୍ୟୁନିକେସନ କରୁଛନ୍ତି। ଏଠି ଇଏ କ'ଣ କହୁଛନ୍ତି ସିଏ ଶୁଣୁଛନ୍ତି, ସିଏ ଯାହା କହୁଛନ୍ତି ଇଏ ଶୁଣୁଛନ୍ତି। ମାନେ ଆତ୍ମା ଯେତେବେଳେ ଏକ ହେଇଯାଏ, ଏକାତ୍ମ ଭାବ ଆସିଯାଏ। ଏକ ହେଇଯାଏନି, ଆତ୍ମା ଏକ ଅଛି, ହେଇଯାଏ କହିବାଟା ଭୁଲ ହବ। ମନ ଯେତେବେଳେ ଆତ୍ମା ସାଙ୍ଗରେ ଏକାଗ୍ର ହେଇଯାଏ, ତ ହଁ ସିଏ ଅନ୍ତର୍ମୁଖୀ ହେଇକରି ଅନ୍ୟଙ୍କ ବିଚାରକୁ ବି ପରଖିପାରେ। ଏଇଟା ଅଛି, କିନ୍ତୁ ଆମେ ସାଧନାର ସେତିକି ସ୍ତରକୁ ଯେହେତୁ ଯାଇନେ, ଆମେ ସେ କଥାକୁ ପରଖି ପାରୁନେ କିମ୍ବା ବୁଝିପାରୁନେ। ବୁଝିପାରୁଛନ୍ତି? ଆଚ୍ଛା, ହୁଁ ଦ୍ୱିତୀୟ ଆଉ ଗୋଟେ କଥା ବି ଏଠି କହି ରଖୁଛି। ଅନ୍ୟଙ୍କ ମନର କଥାକୁ ଜାଣିବା ବି ଏଇଟା ଗୋଟେ ମୂର୍ଖାମି ହବ। କାହିଁ ମୂର୍ଖାମି ହବ? ଗୋଟାଏ ମନକୁ ନେଇକରି ଆମେ କେତେ ଅସ୍ଥିର ଅଛେ, କେତେ ହଁ ଚଞ୍ଚଳ ଅଛେ। ଗୋଟାଏ ହଁ ମନ ଆମକୁ କେତେ ହଇରାଣ କରୁଛି। ଆମେ ହଁ ଭାବିନେଉଛୁ ଆଉ ଯଦି 10 ଜଣଙ୍କ ମନ କଥା ଭାବିବା, ତାଙ୍କ ମନକୁ ପରଖିବା, ଇଏ ମସ୍ତିଷ୍କ ଆହୁରି ଗରମ ହେଇଯିବନି? ହେଇଯିବ। ଏବେ ତ ଗୁରୁଜୀ ମୁଁ ଏଇଟା ଭାବୁଥିଲି, ଆର ଆନ୍ସର ପାଇପାରିଲିନି। ନାଇଁ ଯେ ଯାହା ହଉଛି ବୋଲି ଫୋନ କରିନି, ନାଇଁ ନାଇଁ, ଚାରିଟା ଭଲ ହେଲା, ବେଳକୁ ନାଇଁ ନାଇଁ, ବିରକ୍ତ ଭଲ ହେଲା। ଥିଲି। ଶୁଣନ୍ତୁ, ବୁଝନ୍ତୁ, ଶାନ୍ତ ମନରେ ବୁଝନ୍ତୁ। ହଁ ବ୍ରହ୍ମଙ୍କ କଥା ଜାଣିବାର ଏଇଥିପାଇଁ ଆବଶ୍ୟକ ଅଛି। ବ୍ରହ୍ମ ହେଲେ ନିତ୍ୟ ପଦାର୍ଥ, ସିଏ ହୁଁ ହେଲେ ସତ୍ୟ। ଆମେ ବହୁତ ସାରା ଗପ କାହାଣୀରେ କିମ୍ବା ଆଧ୍ୟାତ୍ମିକ ଚର୍ଚ୍ଚାରେ ଏ କଥାକୁ ଶୁଣିଥାଉ। ଗୌତମ ବୁଦ୍ଧ ସତ୍ୟର ଅନୁସନ୍ଧାନ କରିବା ପାଇଁ ପଳେଇଲେ। ହୁଁ ସତ୍ୟର ଅନୁସନ୍ଧାନ କ'ଣ? ଏଇ ଆତ୍ମା ତତ୍ଵକୁ ଚିହ୍ନିବା ପାଇଁ ସେ ପଳେଇଲେ। କିମ୍ବା ହୁଁ ଆମେ ଆମେ ଏ କଥା ଶୁଣିଛେ, ଆଦିଗୁରୁ ଶଙ୍କରାଚାର୍ଯ୍ୟ ସତ୍ୟର ପ୍ରଚାର କରିବା ପାଇଁ, ଧର୍ମର ପ୍ରଚାର କରିବା ପାଇଁ ସେ ଅଣ୍ଟା ଭିଡ଼ିକିରି ଦେଶ ବିଦେଶରେ ସେ ପାଦଯାତ୍ରା କରିଥିଲେ। ମାନେ କ'ଣ? ସ୍ୱାମୀ ବିବେକାନନ୍ଦ ସତ୍ୟର ପ୍ରଚାର କରିବା ପାଇଁ ବିଦେଶ ପଳେଇଥିଲେ। ଏଇ ସତ୍ୟର, ଏଇ ହଁ ଏକାତ୍ମ ଭାବର। ତ ଯେତେବେଳେ ଆପଣ ଏ କଥାକୁ ବୁଝିପାରିବେ, ଏ କଥାକୁ ଚିହ୍ନି ପାରିବେ, ଏ କଥାଟା ଚିହ୍ନି ପାରିଲେ ନା ନାଇଁ, ଅନ୍ତରରେ ଅଛନ୍ତି ବୋଲି, ମନର ଊର୍ଦ୍ଧ୍ୱରେ ଅଛନ୍ତି ବୋଲିକିରି। ହଁ ଚିହ୍ନି ପାରିଲି। ମନର, ଆମେ ଏବେ ମୁଣ୍ଡକ ଉପନିଷଦ ଚାଲୁଛି, ହଁ ନାଇଁ କ୍ଷମା କରିବେ, ମାଣ୍ଡୁକ୍ୟ ଉପନିଷଦ। ସେଇଟା ମାଣ୍ଡୁକ୍ୟ, ଏଇଟା ଅଲଗା କି ଗୁରୁଜୀ? ମୁଁ ଏକ ବୋଲି ଭାବୁଥିଲି। ହଁ ହଁ, ମୁଣ୍ଡ ନା ନା, ମାଣ୍ଡୁକ୍ୟ। ମୁଣ୍ଡକ ଅଲଗା, ମାଣ୍ଡୁକ୍ୟ ଅଲଗା। ହଁ ମାଣ୍ଡୁକ୍ୟ ଉପନିଷଦ ଏବେ ଚାଲିଛି, ଅଥର୍ବ ବେଦର। ତ ଯୋଉ ମାଣ୍ଡୁକ୍ୟ ଉପନିଷଦର ଏବେ ଯୋଉ ଚର୍ଚ୍ଚାରେ ଆପଣ ଦେଖୁଛନ୍ତି ନା ନାଇଁ, ତା ଦେହରେ କୁହାଯାଉଛି ବ୍ରହ୍ମ ପ୍ରଥମ ପାଦରେ ବହିଃପ୍ରଜ୍ଞା ହେଇକି ଅଛନ୍ତି ଭୌତିକ ସଂସାରରେ। ଚୈତନ୍ୟ ସତ୍ତା ବାହାରେ ହଜିମଜିକିରି ଅଛି। ତାପରେ ଅନ୍ତଃପ୍ରଜ୍ଞା ହେଇକିରି ସ୍ୱପ୍ନ ସ୍ଥିତିରେ ସେ ହଜିମଜିକି ଅଛନ୍ତି। ଆଗାମୀ ଗୋଟେ ଭିଡ଼ିଓ ଏବେ ରିଲିଜ ବାରମ୍ବାର ହେବ। ଦେଖୁଛି ଗୁରୁଜୀ, ବାରମ୍ବାର ଦେଖୁଛି। ଆଜ୍ଞା ଆଜ୍ଞା, ଆଗାମୀ ଭିଡ଼ିଓରେ ଆଉ ଗୋଟେ ରିଲିଜ ହେବ। ହଁ ସେଠି କୁହାଯାଇଛି, ଏବେ ମୁଁ ଜଷ୍ଟ ସୁଟିଂରେ ଥିଲି, ସେଟା ସୁଟିଂ ହେଉଛି। ସେଥିରେ କ'ଣ ହେଉଛି, ସେଥିରେ କୁହାହବ ସେ ପ୍ରଜ୍ଞାନ ଘନମ ସ୍ଥିତିରେ ଅଛନ୍ତି। ପ୍ରଜ୍ଞାନ ଘନମ ମାନେ ସୁଷୁପ୍ତି ଅବସ୍ଥାରେ ଅଛନ୍ତି। ହଁ ସୁଷୁପ୍ତି ଅବସ୍ଥାକୁ ଯଦି ପରଖିବେ, କୌଣସି ଚିହ୍ନବର୍ଣ୍ଣ ନାହିଁ ସେଠି, କୌଣସି ଚିନ୍ତା ଚିନ୍ତନ ନାହିଁ ସେଠି। ଆମେ ହଁ ଅନୁଭବ କରୁନେ, ଯେତେବେଳେ ଗାଢ଼ ନିଦ୍ରା ଅବସ୍ଥାକୁ ପଳାଉଛେ, ସଂସାର କୁଆଡ଼େ ଯାଉଛି। କିଛି କିନ୍ତୁ ନଥାଉଛି। ଜ୍ଞାନର ଅଭାବରୁ ଆମେ ଫେର କ'ଣ ଭାବୁଛେ, ଫେର ରାତି ପାଇଁ ଯାଉଛି, ଫେର ଦିନ ହେଇଯାଉଛି, ଫେର ଘର ଦ୍ୱାର ଦେଖାଯାଉଛି, ନାହିଁ କେମିତି, ଇଏ ଦେଖାଯାଉଛି, କୋଉଠି ଦେଖାଯାଉଛି, ମନ କାହାକୁ ଦେଖାଯାଉଛି?
ମତେ ଦେଖାଯାଉଛି, ମୁଁ ହଁ ଦେଖୁଛି, ମୁଁ କୋଉଠି ଦେଖୁଛି, ମୁଁ କେମିତି ମତେ ଦେଖୁଛି? ଇନ୍ଦ୍ରିୟଙ୍କ ମାଧ୍ୟମରେ, ମନ ଦ୍ୱାରା, ମନର ଉର୍ଦ୍ଧ୍ୱରେ ଥାଇକିରି ମୁଁ ଦେଖୁଛି। ହଁ ଧରି ପାରୁଛନ୍ତି? ଏ ମୂଳ କଥା ଆକୁ ଧରନ୍ତୁ, ମନର ଉର୍ଦ୍ଧ୍ୱରେ ଅଛନ୍ତି ଆପଣ। ହଁ ତ ହଁ ଜାଗୃତ, ସ୍ୱପ୍ନ, ସୁଷୁପ୍ତି ଅବସ୍ଥାର ଉର୍ଦ୍ଧ୍ୱରେ ତୁରୀୟ ସ୍ଥିତିରେ ଆପଣ ଅଛନ୍ତି। ତ ଚତୁର୍ଥ ସ୍ଥିତିରେ ଥାଇକିରି ଏ ସଂସାରକୁ ଆପଣ ପରଖୁଛନ୍ତି। ତ ଯେତେବେଳେ ଏ ସବୁ କଥାକୁ ଆପଣ ବୁଝିପାରିବେ, ଚିହ୍ନି ପାରିବେ, ଏ ସଂସାର ସୁଖ ଦେବ, ଏ ସଂସାର ଆନନ୍ଦ ଦେବ, ଯେମିତିଆ ସ୍ଥିତିରେ ଥାଆନ୍ତୁ ନା କାହିଁକି। ଆମେ ଶୁଣିଛେ ଗୁରୁଦେବ ରାମକୃଷ୍ଣ ପରମହଂସ, ହୁଁ ତାଙ୍କୁ ଗଳା କର୍କଟ ରୋଗ ହେଇଯାଇଥିଲା, ହଁ କହିଥିଲେ। ଥ୍ରୋଟ୍ କ୍ୟାନ୍ସର। ମାନେ କେତେ ବଡ଼ ରୋଗରେ ପୀଡ଼ିତ ଥିଲେ, କିନ୍ତୁ ସେ ଆନନ୍ଦ ଥିଲେ, ସୁଖରେ ଥିଲେ। ସିଏ ହୁଁ ବୁଝିପାରିଥିଲେ ମୁଁ ବସ୍ତ୍ରକୁ ଧାରଣ କରିଛି, ଏ ବସ୍ତ୍ରରେ କିଛି ତ୍ରୁଟି ଆସିଛି, ବସ୍ତ୍ର ଚିରି ଯାଇଛି କିମ୍ବା ବସ୍ତ୍ର ଫାଟି ଯାଇଛି। ବସ୍ତ୍ର ତ ଆଜି ନହେଲେ କାଲି ଫାଟିବ, ଚିରିବ, ଫୋପଡ଼ା ହବ, କିନ୍ତୁ ହୁଁ ମୁଁ ଠିକ ଅଛି। ମୁଁ ମୁଁ ଯେମିତି ଥିଲି ମୁଁ ସେମିତି ଅଛି, ମୁଁ ସେମିତି ରହିବି। ମୁଁ ନା ଚିରିବି, ମୁଁ ନା ଫାଟିବି, ମୁଁ ନା, ଆପଣ ଜାଣିଥିବେ ଭଗବତ ଗୀତା 2ୟ ଅଧ୍ୟାୟ ଶ୍ଲୋକ ସଂଖ୍ୟା 23ରେ କୁହା ହେଇଛି, ନାଇନମ୍ ହଁ ଛେଦନ୍ତି ହଁ ଶସ୍ତ୍ରାଣୀ, ନାଇନମ୍ ପଢିଥିଲି। ଦହତି ପାବକଃ, ନା ଚୈନ୍ୟମ୍ କ୍ଲେଦୟନ୍ତାପୋଃ, ନା ଶୋଷୟତେ ମାରୁତଃ। ଆତ୍ମାକୁ ଶସ୍ତ୍ର କାଟି ପାରିବନି, ନାଇଁ। ଆତ୍ମାକୁ ପାଣି ମାନେ ଭିଜେଇ ପାରିବନି, ହୁଁ ଅଗ୍ନି ଜଳେଇ ପାରିବନି, ପବନ ଶୋଷି ପାରିବନି। ଆତ୍ମା ଅଜର ଅମର, ଆଉ ଆତ୍ମା ଅବିନାଶୀ। ଛୋଟ କଥା ମୁଁ କୁହନି। ଗୁରୁଜୀ, ଆଜ୍ଞା ମୁଁ ଆଜ୍ଞା। ମୁଁ ଗୁରୁଙ୍କୁ ପଚାରିଲି କି ଆଜ୍ଞା। ମାଟିଟା ତ ସବୁ, ମାଟିକି ନ ଲାଗି କିଛି ନାହିଁ, ମାଟିକି ତ ସବୁ ଲାଗିଛି, ହେଲେ ଆତ୍ମାଟା କେମିତି ମାଟିକି ଲାଗିନାହିଁ ବୋଲି କୁହାଯାଏ? ତାଙ୍କେ ତୁ ଯିଏ ଥାଉଛି ମାଟିକି ଲାଗି ଥାଉଛି, ଆତ୍ମାଟା କି ଶରୀରଟା କିନି ଛାଡି ଦଉଛି ବୋଲି କହିଲେ। ନାଇଁ ନାଇଁ ନାଇଁ, ମୂଳ କଥା ହେଲା ଆତ୍ମା ଭିତରେ ଅଛି, ହଁ ଅନ୍ତରରେ ଅଛି। ତ ବାହାରୁ ଭିତରକୁ ଗଲେ ତାଙ୍କୁ ଚିହ୍ନି ପାରିବେ। ମାନେ ସେ ଯେମିତି ଆମର ଗଛ ଦେଖୁଛି ନା, ଗଛର ଚେର ଯେମିତି ମାଟି ତଳେ ରହୁଛି, ହୁଁ ଏଠି ସେମିତି ସେ ଚେର ହୁଁ ହୃଦୟର ଗଭୀରତମ ପ୍ରଦେଶରେ, ହୁଁ ମନର ଉର୍ଦ୍ଧ୍ୱରେ ସେ ଅଛନ୍ତି। ତ ହୁଁ ତାଙ୍କୁ ବାହାରେ ଆମେ ପରଖିଲେ ତାଙ୍କୁ ପାଇବାନି, ତାଙ୍କୁ କେଉଁଠି ପରଖିବା? ଭିତରେ ପରଖିବା। ହଁ ତ ଯେଉଁ ଆପଣ ପ୍ରଶ୍ନ ପଚାରିଲେ, ତାଙ୍କୁ କାହିଁକି ଚିହ୍ନିବା? ତାଙ୍କୁ ଏଇଥିପାଇଁ ଚିହ୍ନିବା, ସିଏ ହିଁ ମୁଁ ହିଁ ସିଏ। ମୁଁ ହଁ ନିଜର ତତ୍ଵକୁ ଚିହ୍ନୁଛି, ମୁଁ ନିଜର ସତ୍ୟକୁ ଚିହ୍ନୁଛି। ମୁଁ ପୂର୍ଣ୍ଣ ଥାଇଁକିରି ମଧ୍ୟ ଅପୂର୍ଣ୍ଣ ମାନି ନେଇଛି। ହଁ ମୁଁ ଶୁଦ୍ଧ ଥାଇଁକିରି ମଧ୍ୟ ମୁଁ ମନକୁ ଦୂଷିତ କରିଦେଇଛି। ମୁଁ ନିତ୍ୟ ପଦାର୍ଥ ହେଇକିରି ମଧ୍ୟ ମନରେ ମୃତ୍ୟୁର ଡରକୁ ନେଇକରି ମୁଁ ବୁଲୁଛି। ତ ପରିପୂର୍ଣ୍ଣ ହେଇପାରୁନି ଗୁରୁଜୀ। ପରିପୂର୍ଣ୍ଣ ଆମେ ମାନୁନେ, ଆମେ ସୀମିତ ମାନିଛେ, ହଁ ଶରୀରକୁ ନିଜ ସ୍ୱରୂପ ମାନିଛେ। ତ ଶରୀର ସାଙ୍ଗରେ ଆମକୁ ପରିଚୟ ଦିଆଯାଇଛି, ଛୋଟବେଳଠୁ ଆମେ ସେହିପରିକା ଜ୍ଞାନକୁ ଗ୍ରହଣ କରିଛେ। ତ ଯେହେତୁ ନିଜକୁ ଦେହ ମାନି ନେଇଛେ, ନିଜର ସତ୍ୟକୁ ଚିହ୍ନିନେ, ନିଜର ତତ୍ଵକୁ ଚିହ୍ନିବା ପାଇଁ ଏ ବ୍ରହ୍ମ ଜ୍ଞାନର ନିହାତି ଆବଶ୍ୟକ ଅଛି। ହଁ। ଭୌତିକ ଜ୍ଞାନ ଠାରୁ ବି ଉର୍ଦ୍ଧ୍ୱରେ ଏ ବ୍ରହ୍ମ ଜ୍ଞାନ ଅଛି। ଗୁରୁଜୀ, ଯଦି ଆଜ୍ଞା। ଜାଣିଦେଲି ମୁଁ ବ୍ରହ୍ମଜ୍ଞାନ, ତାପରେ ମାଟିଟା ତ ଖୋଳିଲେ ତ କେଞ୍ଚୁଆଡି ବାହାରିବ, ମାଟି ଖୋଳି ପାରିବିନି। ପରିବାଡି ଆଣି କାଟିବି, ଯଦି ପୋକ ବାହାରିଲା ଫିଙ୍ଗିଦେଲେ ତ ହନୁ ନାଇଁ ନାଇଁ ନାଇଁ, ଗାଈ ଏମାନେ ଶୁଣନ୍ତୁ ଖାଇଦେବେ। ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ଗୋଟେ କଥା ହେଲା, ଏ କଥା ଭଲ କିନି ବୁଝନ୍ତୁ। ଭୌତିକ ବସ୍ତୁ ପଦାର୍ଥକୁ ଆମେ ପ୍ରାପ୍ତ କରିବା ପାଇଁ ବହୁତ ସୁନ୍ଦର ବିଧି ଅଛି। ବହୁତ ସୁନ୍ଦର ବିଧି କ'ଣ? ଭାବି ନିଅନ୍ତୁ, ଆଜିଠାରୁ 600 ବର୍ଷ ପଛକୁ ପଳାନ୍ତୁ। ହଁ 600 ବର୍ଷ, ମୁଁ କହୁଛି 600 ବର୍ଷ। କାହିଁକିନା ଆମର ତ ଆମ ପାଖରେ ଯେଉଁ ହିଷ୍ଟ୍ରି ଅଛି, ବହୁତ ଯୁଗ ଯୁଗର ହିଷ୍ଟ୍ରି ଆମ ପାଖରେ ଅଛି। ଆମେ ପଢ଼ୁଛେ କେଉଁ ହିଷ୍ଟ୍ରି 1000 ବର୍ଷ ତଳର, 800 ବର୍ଷ ତଳର କଥା ବି ଆମେ ପଢ଼ୁଛେ। ହୁଁ ପୁସ୍ତକ ଆମ ପାଖରେ ଅଛି, ପୁରାଣ ଇତିହାସ ସବୁ ଆମ ପାଖରେ ଅଛି। ତ 600 ବର୍ଷ ତଳକୁ ଯଦି ଆମେ ଯିବା, ଏତେ ଖୋଳାଖୋଳି ହେଉଥିଲା କି? ଯେଉଁ ଚାଷ ହଳ ଆଜିକାଲି ଆମେ ଯେଉଁ କରୁଛେ, ସିଏ ହେଉଥିଲା କି? ଉପରେ ହେଇଥିଲା। ହଁ ଗଛରେ ଫଳ ହଁ ଫଳିବ, ହଁ ଗଛ ଆପେ ଆପେ ପ୍ରକୃତିରେ ହେଉଛି। ଯେଉଁ ଜଙ୍ଗଲ ଭିତରେ ଆମ୍ବ ଗଛ କିଏ ନଗଉଛନ୍ତି? ପଣସ ହୁଁ ଗଛ କିଏ ନଗଉଛନ୍ତି? ହଁ ଜଙ୍ଗଲ ଭିତରେ ଯେଉଁ ଗଛ ଅଛି ସବୁ, ଯେଉଁ ସପୁରୀ ଗଛ, କିମ୍ବା ଜଙ୍ଗଲ ଭିତରେ ଦେଖିବେ ବିଭିନ୍ନ ଗଛ ଅଛି, କମଳା ଗଛ, ଲେମ୍ବୁ ଗଛ, ପିଜୁଳି ଗଛ, ତାକୁ କିଏ ହୁଁ। ନଗଉଛନ୍ତି? ନାଇଁ ତ। ତାକୁ କିଏ ପାଣି ଦଉଛନ୍ତି? ନା ସେଠି କିଏ ଖୋଳୁଛନ୍ତି? ବୁଝିପାରୁଛନ୍ତି? ଖୋଳୁନାହାନ୍ତି। ସେ ଆପେ ଆପେ ହେଉଛି। ଏଠି ସେମିତି ଆମେ ଯେଉଁ ଚାଷ କରୁଛେ, ଚାଷ କରିବାର ଆମ ଉଦ୍ଦେଶ୍ୟ ଜିଆଙ୍କୁ ମାରିବା ନଥିଲା। ଚାଷ ହୁଁ, କରିବାର ଉଦ୍ଦେଶ୍ୟ ଥିଲା ଆମେ କିଛି ମଞ୍ଜି ପୋତିକିରି ଖାଦ୍ୟ ସଂଗ୍ରହ କରିବା ପାଇଁ। ତ ହଁ ଦ୍ୱିତୀୟ କଥା ହେଲା, ଜିଆଁ ଯେଉଁ କଥା କହିଲେ, ସେ ହୁଁ, ଜିଆଁଟା ଆକ୍ଚୁଆଲି ମାଟିରେ ଥାଏ, ସବୁ ମାଟିରେ ବି ନଥାଏ। କେଉଁ ମାଟିରେ ଥାଏ, କେଉଁ ମାଟିରେ ନଥାଏ।
ଆମେ ଜିଆଁ ଖତ ଗୋବର ଖତ କରିକି ତାକୁ ପକେଇବାର ଜିଆଁ ସଂଖ୍ୟା ଟିକେ ବଢ଼ିଗଲା, ବୃଦ୍ଧି ହେଇଗଲା। ନହେଲେ ଯଦି ଶୁଦ୍ଧ ମାଟି ଆପଣ ଦେଖିବେ, ଶୁଦ୍ଧ ମାଟି ଖୋଳିଲେ ନର୍ମାଲ ବେଶୀ କିଛି ସେ ଜିଆଁ ଫିଆଁ କିଛି ନଥାଏ। ତ ଆମେ ଖାଦ୍ୟକୁ, ପେୟ ପଦାର୍ଥକୁ, ନୀତି ପ୍ରତିଦିନ ଆବଶ୍ୟକତାକୁ ପ୍ରକୃତିରୁ ପ୍ରାକୃତିକ ଭାବରେ ସହଜ ରୂପରେ ପାଇପାରୁଥିଲେ କିମ୍ବା ପାଇପାରିବା। ଆମେ କ'ଣ କରୁଛେ, ଅବିଦ୍ୟାରେ, ଅଜ୍ଞାନରେ ପ୍ରକୃତି ବିରୁଦ୍ଧ କାମ କାର୍ଯ୍ୟ କରୁଛେ। ଗଛ ବୃଛ ଜଙ୍ଗଲ ଫଙ୍ଗଲ ସବୁ କାଟି ପକାଉଛେ। ସେଠି ବଡ଼ ବଡ଼ କୋଠା, ବଡ଼ ବଡ଼ ଘର, ବଡ଼ ବଡ଼ ଜେନେରେଟର, ବଡ଼ ବଡ଼ ପ୍ଲାଣ୍ଟ ଦେଖୁଛନ୍ତି ତ, ଆପଣ କହିବା କ'ଣ? ବିଭିନ୍ନ ପ୍ରକାର ଜିନିଷକୁ ଆମେ ସେଠି ଗୋଡ଼ି ମାଟି ସିମେଣ୍ଟରେ ତାକୁ ପୋତି ପକାଉଛେ। ଆମେ ଗୋଟେ ଦେଖେଇ ହେଉଛେ କ'ଣ ନା, ମୁଁ ଗୋଟେ କ'ଣ କରିଦେବି। ଅବିଦ୍ୟା। ମୁଁ କରିଦେବି ନୁହଁ, ମୁଁ ଏ ସୃଷ୍ଟିକୁ, ଏ ସଂସାରକୁ ଗଢ଼ିଛି। ମୁଁ ଏତେ ସୁନ୍ଦର ଭାବରେ ଗଢ଼ିଛି, ଏଠି ଆଉ କିଛି ଗଢ଼ିବାର ଆବଶ୍ୟକ ନାହିଁ। ଯଦି ଖାଦ୍ୟ ପେୟ ପ୍ରତିଦିନର ଦୈନନ୍ଦିନ ଜୀବନର ଆବଶ୍ୟକତାକୁ ଯଦି ଆମେ ପରଖିବା କିମ୍ବା ତାକୁ ଏକତ୍ର କରିକି ରଖିବା, ଆଉ ଯଦି ଆଡ଼ମ୍ବର ପାଇଁ ଆମେ ଯୋଜନା ନ କରିବା, ଯେତିକ ପ୍ରାଣୀ ଅଛନ୍ତି ଏ ସଂସାରରେ ସମସ୍ତେ ଶାନ୍ତିରେ ରହିପାରିବେ, ସମସ୍ତେ ଆନନ୍ଦରେ ରହିପାରିବେ। କିନ୍ତୁ ମଣିଷ ତା ବୁଦ୍ଧିକୁ ଦୁରୁପଯୋଗ କରୁଛନ୍ତି, ଦୁରୁପଯୋଗ। ତ ତେଣୁକରି ବ୍ରହ୍ମାନୁଭୂତି ହେଲା ପରେ ଆମେ ଯେଉଁ ଭାବୁଛେ ଆମେ କିଛି କରିବାନି, ନୁହଁ, କରିବା, କିନ୍ତୁ ପରଖି ନିରିଖିକିରି ବିବେକ ହେଇକିରି କରିବା। ସମସ୍ତଙ୍କ ଭିତରେ ମୁଁ ଅଛି, ମୁଁ ଜାଣିଲି, କିନ୍ତୁ ମୁଁ ତାର ଭିତରେ ସେତିକି ସଂଯମତା ଆସିଯିବ, ମଣିଷ ଭିତରେ ସେତିକି ସଂଯମତା ଆସିଯିବ। ଆପଣ ଚାହୁଁଥିବେ ଆପଣ ସମସ୍ତଙ୍କୁ ଭଲ ପାଇବେ, ଆପଣ ଦେଖିବେ ଗୋଟେ ଛୋଟ କୁନି ବେଙ୍ଗଟେ ଡେଉଁଛି, ସେ ଶାନ୍ତିରେ ଖୁସିରେ, ତାକୁ ଦେଖିଲେ ବି ଖୁସି ଲାଗିବ, କାହିଁକିନା ଆପଣ ଚିହ୍ନି ଯାଇଥିବେ ସିଏ ବି ମୁଁ। ଗୋଟେ ପିମ୍ପୁଡ଼ିଟେ ଚାଲୁଛି, ତା ଆଗରେ ଛୋଟ ଛୋଟ ତାର ସୁଣ୍ଡ ଟାଇପ୍ର ଦୁଇଟା ଅଛି, ତାକୁ ହଲେଇ ହଲେଇକା ସେ ଚାଲୁଛି, କୁନି କୁନି ଗୋଡ଼ରେ ଚାଲୁଛି, ତାକୁ ଦେଖିଲେ ବି ଖୁସି ଲାଗିବ, ଆନନ୍ଦ ଲାଗିବ। ପୋଖରୀରେ ପହଁରୁଥିବା ମାଛକୁ ଦେଖିକିରି ଆନନ୍ଦ ଲାଗିବ, ଉଡ଼ି ଯାଉଥିବା ପକ୍ଷୀକୁ ଦେଖି ଆନନ୍ଦ ଲାଗିବ। ବୁଝିପାରୁଛନ୍ତି? ଆନନ୍ଦ ହିଁ ଆନନ୍ଦ ଲାଗିବ। ଏ ସୃଷ୍ଟିର, ଏ ସଂସାରର ଦୃଶ୍ୟର, ଏ ସଂସାର ଯେଉଁ ନିର୍ମାଣର ଆନନ୍ଦକୁ ନେଇପାରିବେ। ବହୁତ ଗଭୀର କଥା କହୁଛି, ଧରିପାରିବେ ଯଦି ଭାରି ପରିବାଟା ଖୁସି ଯଦି ଲାଗିବ। ପୋକ ବାହାରିଲା, ପୋକ ସେଟା ଫିଙ୍ଗିଦେଲୁ ତ ସେ କୋଉ ବଞ୍ଚୁଛି କି? ତାକୁ ତ ଗାଈ, ହନୁ ଆଉ ମଇଁଷି ନାଇଁ, ଏମାନେ ଶୁଣନ୍ତୁ ଖାଇଦେଇଛନ୍ତି। ଶୁଣନ୍ତୁ 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 ସାଧନା ହେଲା, ମୋ ଦ୍ୱାରା କାହାର ଅହିତ ହେବନି, ମୋ ଆଉ ଦ୍ୱାରା କେହି ପୀଡ଼ିତ ହେବେନି, ମୋ ସେମାନେ ଦ୍ୱାରା ଖାଇଲେ ଚଳିବ। ମୋ ଦ୍ୱାରା କେହି ଦୁଃଖ ପାଇବେନି। ଆଉ ଏମିତି। ବୁଝିପାରୁଛ? କାହିଁକି ନା ମୋର ନିୟନ୍ତ୍ରଣ ମୋ 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 ଉପରେ ଅଛି, ମୋ ହଁ ହାତରେ ଅଛି। ଧରିପାରୁଛନ୍ତି? ହଁ ହଁ ଯେଉଁ ହନୁ କଥା କହିଲେ, ସେ ଗୋଟେ ପଶୁ, ହଁ ଯେଉଁ ଶାରୀରିକ ସ୍ତରରେ ଆମେ ଯଦି କହିବା, ସେ ହଁ ତାଙ୍କ ଭିତରେ ସେ ବ୍ରହ୍ମ ଅଛନ୍ତି, କିନ୍ତୁ ତା ଶରୀରର ଢାଞ୍ଚା ସେମିତି ଅଛି, ତା ପାଖରେ ଏତେ ବିବେକ ନାହିଁ। ଆମେ ମଣିଷକୁ ଶ୍ରେଷ୍ଠ ପ୍ରାଣୀ କାହିଁ କହୁଛେ? ଶ୍ରେଷ୍ଠ ବିବେକ ପ୍ରାଣୀ ଅଛି। ଏଇଥିପାଇଁ କହୁଛେ, ମଣିଷ ପାଖରେ ବିବେକ ଅଛି। ମଣିଷ ହଁ ଭଲ ମନ୍ଦକୁ ପରଖେ, ହୁଁ ମଣିଷ ମଣିଷ ନିଜର ତତ୍ତ୍ୱକୁ ଚିହ୍ନି ପାରିବ। ବୁଝିପାରୁଛନ୍ତି? ଅନେକ ହଁ ଥର ଗପ କାହାଣୀରେ ସବୁ, ପୁରାଣ ଗପରେ ସବୁ ଲେଖା ହେଇଛି, କହନ୍ତି ବହୁତ ପୁଣ୍ୟ କଲେ ମଣିଷ ଜନ୍ମରେ ଜନ୍ମ ହେବାର ମୌକା ମିଳେ। ହଁ କାହିଁ କୁହା ହେଇଛି? ଖାଲି କ'ଣ ମଣିଷ ଜନ୍ମ ହେଇଗଲେ ମଣିଷ ଶ୍ରେଷ୍ଠ ହେଇଯିବେ କି? ମଣିଷ ତ କାର୍ତ୍ତିକ ମାସ ମଣିଷ ତ ମଣିଷ ତ ଏମିତିଆ ମଣିଷ ଅଛନ୍ତି, ସେ ପଶୁ ଠାରୁ ବି ହୀନ କାମ କରୁଛନ୍ତି। ହଁ ତାହେଲେ କ'ଣ ସେ ଶ୍ରେଷ୍ଠ? ନାଇଁ ଶ୍ରେଷ୍ଠ ତ। ଶ୍ରେଷ୍ଠତା ହେଲା ସମଦୃଷ୍ଟିରେ ସହଯୋଗ କରିବା, ହୁଁ ସଭିଙ୍କ ଭିତରେ ସେ ଏକ ତତ୍ତ୍ୱକୁ ଦେଖିବା। ବୁଝିପାରୁଛନ୍ତି? ସମସ୍ତଙ୍କ ଭିତରେ ଗୋଟେ ଜ୍ଞାନୀ ଗୁରୁଜୀ, ଭିତରେ, କୁହନ୍ତୁ। ଏବେ କରେଣ୍ଟ ନେଗେଟିଭ ପଜିଟିଭ ମିଶିଲେ କରେଣ୍ଟ ଟା ଦେଖା ଯାଉଛି ନା, ହେଲେ ଆମେ ଜାଣିପାରିବା କରେଣ୍ଟ ଅଛି ବୋଲି। ହୁଁ ହେଲେ ହୁଁ ଆମେ ତ ବ୍ରହ୍ମଙ୍କୁ ତ କିଛି ଜାଣି ପାରୁନୁ। ନାଇଁ ନାଇଁ, କଣ? ଜାଣିପାରୁନାହାନ୍ତି ନା ବ୍ରହ୍ମକୁ। କାହିଁ ଜାଣିପାରୁନାହାନ୍ତି? ସେ ହେଲେ ବିଷୟ, ସେ ହଁ ବସ୍ତୁ ନୁହନ୍ତି। ହଁ ବସ୍ତୁକୁ ଚିହ୍ନି ପାରିବା, ହଁ ବିଷୟକୁ ବିଷୟ ସାଙ୍ଗରେ ସମାହିତ ହେଇକିରି ତାଙ୍କୁ ଆମେ ଚିହ୍ନିବା। ହୁଁ ବୁଝିପାରୁଛ ନା ନାଇଁ? ଏମିତି ବୁଝନ୍ତୁ, ଏମିତି ବୁଝନ୍ତୁ। ଅଗ୍ନି ଅଛି, ହଁ ନିଆଁ, ଆମେ ଯାହା କହୁଛେ ନିଆଁ, ଅଗ୍ନି ଅଛି। ହଁ ଅଗ୍ନି ଆମକୁ ଆଲୋକ ଦଉଛି, ହଁ ହଁ ଅଗ୍ନି ଆମକୁ ତେଜ ଦଉଛି। ହଁ ତେଜ ମାନେ କ'ଣ? ଗରମ ଦଉଛି। ହଁ ହଁ ଅଗ୍ନିକୁ ପ୍ରଜ୍ୱଳିତ କରି ଆମେ ରୋଷେଇ କରୁଛେ ନା ନାହିଁ? କରୁଛୁ। ଅଗ୍ନି କାଠକୁ ଜଳଉଛି। ହଁ ଭଲ କିନି ବୁଝନ୍ତୁ, ବହୁତ ଗଭୀର କଥା କହୁଛି, ଏଇଟା ଧରିବା ହଁ ଦରକାର। ଅଗ୍ନି ବୁଝୁଛୁ। କାଠକୁ ଜଳେଇବ, ପତ୍ରକୁ ଜଳେଇବ, କାଗଜକୁ ଜଳେଇବ। ଅଗ୍ନି ହଁ ନିଜକୁ ଜଳଉଛି କି? ନା। ହଁ,
ସେ ତ ନିଜକୁ ଜଳଉନି, ସେ ନିଜେ ହିଁ ଅଗ୍ନି। ତତ୍ଵ, ଅଗ୍ନି ତତ୍ଵ। ସେ ହଁ ହଁ। ତତ୍ଵରେ ସେ ନିଜେ ଅଛି। ନିଜକୁ ଆଲୋକ ଦଉଛି କି? ନା, ସିଏ ଆଲୋକକୁ ତ ନିଜେ। ପ୍ରସାର କରୁଛି ବାହାରକୁ। ହଁ ଧରି ପାରୁଛନ୍ତି? ହଁ ଆଖି ସଂସାରର ପ୍ରତ୍ୟେକ ଭୌତିକ ବସ୍ତୁ ପଦାର୍ଥକୁ ଦେଖୁଛି, ହଁ। କିନ୍ତୁ ଆଖି ନିଜକୁ ଦେଖୁଛି କି? ଗୁରୁଜୀ ଗୋଟେ ମାଧ୍ୟମ ଅଛି, ଆଇନା। ଆଇନାରେ ଆଖିର ପ୍ରତିବିମ୍ବକୁ ଦେଖୁଛନ୍ତି, ପ୍ରତି ଛବିକୁ ଦେଖୁଛନ୍ତି, ଆଖିକୁ ଦେଖୁନାହାନ୍ତି। ହଁ, ଡାଇରେକ୍ଟଲି ଆଖିକୁ ସେମିତି ଦେଖୁନାହାନ୍ତି। ବ୍ରହ୍ମଙ୍କୁ ଦେଖିବା ପାଇଁ କିଛି ନାହିଁ ଗୁରୁଜୀ। ହଁ, ବ୍ରହ୍ମକୁ ଦେଖିବାକୁ କିଛି ନାହିଁ। କାହିଁକି ନାହିଁ? ହଁ ସିଏ ହେଲେ ବିଷୟ ଆଉ ସିଏ ନିଜେ ଆପଣ। ହଁ ବ୍ରହ୍ମକୁ ଯଦି ଆମେ ଦେଖିବା, ହଁ ବ୍ରହ୍ମକୁ ଦେଖୁଥିବା ବସ୍ତୁ ଅଲଗା ହେଇଯିବନି କି ବ୍ରହ୍ମଙ୍କ ଠାରୁ? ହେଇଯିବ। କିଛି ବି ମାଧ୍ୟମ ନାହିଁ ଜାଣିବାକୁ। ନାଇଁ ନାଇଁ, ଶୁଣନ୍ତୁ, ବ୍ରହ୍ମକୁ ଯଦି ଆମେ ଅଲଗା ଦେଖିବା, ତାହେଲେ ସେ ବ୍ରହ୍ମ ଫେରେ ବସ୍ତୁ ହେଇଯିବେ, ହେଇଯିବ। ବ୍ରହ୍ମକୁ ଯିଏ ଦେଖୁଛନ୍ତି ସେ ବିଷୟ ହେଇଯିବେ। ହଁ ଧରିପାରୁଛନ୍ତି? ହଁ। କିନ୍ତୁ ଏଇଟା ଅସମ୍ଭବ। ତାଙ୍କ ସାଙ୍ଗରେ କେହି ସରି ହେଇ ତାଙ୍କ ପାରୁନାହାନ୍ତି। ସାଙ୍ଗରେ କେହି ସରି ହେଇପାରିବେନି। ଆପଣ ଆଖି ହଉଛି କି କରେଣ୍ଟ କି ଆପଣ ନିଆଁ, କରେଣ୍ଟ କୁହନ୍ତୁ, ଆପଣ ଅଗ୍ନି କୁହନ୍ତୁ, ଅଗ୍ନି, କିଛି ଆପଣ ନାହିଁ। ମାଟି ସୁନା ଯେତେ ବି ବର୍ଣ୍ଣନା କରି କହିଲେ ବି ତାଙ୍କ ସାଙ୍ଗରେ କେହି ତୁଳନା ହେଇପାରିବେନି, ତାଙ୍କ ସାଙ୍ଗରେ ହୁଁ, କେହି ସରି ହେଇପାରିବେନି। ହଁ ବୁଝିପାରୁଛନ୍ତି? ଇଏ ସବୁ ହଁ। ଭୌତିକ ଉଦାହରଣ ମାଧ୍ୟମରେ ଆମେ ବୁଝିବା ପାଇଁ ଚେଷ୍ଟା କରୁଛେ। ହେଲେ ଗୁରୁଜୀ, ଯୋଉ ପିଲାମାନେ କଳା ଗୋରା ସୁନ୍ଦର ଏମିତି ହଉଛନ୍ତି, ତାଙ୍କ କପାଳ ଲିଖନ ଅଛି, ଏ ସବୁ ନିଜେ ନିଜେ ନାଇଁ ହେଇଯାଉଛି। ନାଇଁ, ଦେଖନ୍ତୁ, କପାଳ ଲିଖନ ଏସବୁ କଥା ଆମେ ମାନିଛେ। କପାଳ ଲିଖନ କିଛି ନାହିଁ। ଆପଣଙ୍କ ବର୍ତ୍ତମାନକୁ ଯଦି ଆପଣ ସୁଧାରିଲେ, ହୁଁ ଆପଣ ସୁନ୍ଦର ଭବିଷ୍ୟତର ନିର୍ମାଣ କରିପାରିବେ। ବର୍ତ୍ତମାନ ହିଁ ଭବିଷ୍ୟତର ବୀଜାରୋପଣ କରୁଛି କହିପାରିବା। ହଁ ବୁଝିପାରୁଛନ୍ତି ନା ନାଇଁ? ହଁ ଭବିଷ୍ୟତର ମଞ୍ଜି ଆମେ ବର୍ତ୍ତମାନରେ ପୋତୁଛେ। ହଁ ଆମେ ଯଦି ବର୍ତ୍ତମାନରେ ଖାଦ୍ୟପେୟକୁ ସୁଧାରିକି ରଖିବା, ହୁଁ ସାତ୍विକ ବିଚାରକୁ ଧାରଣା କରିବା, ଆମ ମୈତ୍ରୀ ବଢ଼ିବ ଆଉ ଆମ ଆରୋଗ୍ୟ ବି ଠିକ୍ ରହିବ। ହଁ। ବୁଝିପାରୁଛନ୍ତି? କଟିଂ, ଫେସ୍ କଟିଂ ହଉଛି ଯୋ, କିଏ କରୁନାହାନ୍ତି ଗୁରୁଜୀ, ନିଜେ ନିଜେ ହେଇଯାଉଛି। ସେଟା ପ୍ରକୃତି। ଫେସ୍ କଟିଂ ମାନେ ମଣିଷ ଠାରୁ ମଣିଷ ଛୁଆ ଜନ୍ମ ହେବେ, ଆଉ ଯାହା ଠାରୁ ତାରି ପିଲା ପରିକା ଜିନ୍ସ ଯେହେତୁ ଥାଏ, ତାଙ୍କରି ପରିକା ସେ ଦେଖା ଯାଆନ୍ତି। ଅଲଗା ଅଲଗା ହେଲେ ହଉଛନ୍ତି, ବାପା ମା ଅଲଗା ହେଲେ ପୁଅର ଝିଅର ଫେସ୍ କଟିଂ ଅଲଗା ଅଲଗା ହଉଛି ଗୁରୁଜୀ। ସେ ସବୁ କିଛି ଅସୁବିଧା ନାହିଁ, ଅଲଗା ହବ। ସିଏ ତାର କାରଣ ଅଛି, ତାର ପ୍ରକୃତିର, ତାର ଖାଦ୍ୟପେୟର, ତାର ବିଚାରଧାରାର, ତାର ହଉଛି ପରିବେଶର, ସବୁର ପ୍ରଭାବ ପଡ଼ିଥାଏ। ହଁ ତ ଇଏ ସବୁ ମୂଳ କଥା ହେଲା, ତତ୍ଵରେ ସମସ୍ତେ ଏକ ଅଛନ୍ତି। ହୁଁ ମଣିଷକୁ ତ ଆମେ କେତେ ଭେଦ ପ୍ରଭେଦ କରିଛ, ସ୍ତ୍ରୀ ପୁରୁଷ, କଳା ଗୋରା, ଛୋଟ ବଡ଼, ତାପରେ ମଣିଷ ପରେ ଆସିଯାଆନ୍ତି ପଶୁ। ପଶୁ ଭିତରେ କେତେ ଅଛନ୍ତି ଦେଖନ୍ତୁ, କେତେ ଭେରାଇଟିସ୍ ଅଫ୍ ଆନିମଲ୍ସ ଅଛନ୍ତି। ହୁଁ। ବାଘ କହୁଛେ, ସିଂହ କହୁଛେ, ଛେଳି କହୁଛେ, କେତେ ପ୍ରକାର ପଶୁ ଅଛନ୍ତି। ପକ୍ଷୀ ଦେଖନ୍ତୁ କେତେ ସବୁ ଅଛନ୍ତି, ପାରା, କାଉ, ଶୁଆ। ମୁଁ ସେଇ କଥା କିନ୍ତୁ କହୁନି ଗୁରୁଜୀ। କିନ୍ତୁ କିନ୍ତୁ ତତ୍ଵରେ ଏ ସବୁ ଏକ ଅଛନ୍ତି। ହଁ ସମସ୍ତଙ୍କ ଭିତରେ ସେଇ ପଞ୍ଚଭୂତ ମାଧ୍ୟମରେ ସବୁ ପ୍ରାଣୀ ନିର୍ମାଣ ହେଇଛନ୍ତି। ହଁ ସମସ୍ତଙ୍କ ଭିତରେ ସେ ଆକାଶ, ବାୟୁ, କହୁଛି ଗୁରୁଜୀ, ଅଗ୍ନି। ସେଟା କିଏ ଗଠନ କରୁଛନ୍ତି ବୋଲି କହୁଛି। କିଏ କଳା ଗୋରା, କିଏ ଯୋଉ ହଉଛନ୍ତି ନାଇଁ ନାଇଁ, ତାର ଆମେ ମୁହଁ। ଗଭୀର କଥା ଚାହୁଁଛୁ, ଫେର ବହିର୍ମୁଖୀ ହବାନି। ଫେସ୍ କଟିଂ କଥା ଆଡକୁ କାହିଁ ଯାଉଛନ୍ତି? ଆପଣ ବ୍ରହ୍ମଙ୍କ କଥା ବୁଝୁଛନ୍ତି ନା? ବ୍ରହ୍ମ କପାଳ ଲିଖନ, ଚିତ୍ରଗୁପ୍ତ ଏମିତି ଯୋଉ କହୁଛନ୍ତି, ଏଟା କିଛି ନାହିଁ। ଇଏ ସବୁ ପୁରାଣ ଗପ। ପୁରାଣ ଗପର କାରଣ, ଜଣେ ମଣିଷକୁ ଆଧ୍ୟାତ୍ମିକତା ମାର୍ଗକୁ ଆଣିବା ପାଇଁ କୁହନ୍ତୁ, କିମ୍ବା ଗୋଟେ ସତ୍ ମାର୍ଗକୁ ଦେଖିବା ପାଇଁ କିଛି ଭୌତିକ ପୁରାଣ ଅଛି। ହଁ ଏମିତି ଶୁଣନ୍ତୁ, ଆମେ ଯୋଉ ବ୍ରହ୍ମ ବିଦ୍ୟାର ଚର୍ଚ୍ଚା ହଉଛେ, ଏଇଟା ହେଲା ଅନ୍ତିମ ବିଦ୍ୟା। ହଁ ଗୁରୁଜୀ। ବ୍ରହ୍ମ ବିଦ୍ୟା ପରେ ଆଉ କିଛି ନାହିଁ। ନାଇଁ। ବ୍ରହ୍ମ ବିଦ୍ୟାକୁ ଶୁଣିବା ପୂର୍ବରୁ ଜଣେ ସାଧକ ଭିତରେ ବିବେକ, ବୈରାଗ୍ୟ, ସମାଧି, ସତ୍ସମ୍ପତ୍ତି, ଏସବୁ ଜିନିଷର ଯୋଗ୍ୟତା ଥିବା ନିହାତି ଆବଶ୍ୟକ ଅଛି। ହଁ ବୁଝିପାରୁଛନ୍ତି? ତ ହଁ ହଁ ବ୍ରହ୍ମ ବିଦ୍ୟା ଶିକ୍ଷା ପୂର୍ବରୁ ଜଣେ ଆଧ୍ୟାତ୍ମିକ ମାର୍ଗକୁ ଆସିବେ କେମିତି, ତାଙ୍କୁ କୁହାହବ ନା। ତାଙ୍କୁ ପୁରାଣ ଅଛି, ଗପ ଅଛି, ତାଙ୍କୁ କିଛିଟା କାହାଣୀ ତାଙ୍କୁ ବୁଝା ହବ। ଦେଖ, ପୁରାଣରେ ଏମିତି ସବୁ ଲେଖା ହେଇଛି। ଆମେ ଯଦି ପାପ କରିବା ନରକକୁ ଯିବା। ନରକକୁ ଗଲେ କଣ ହବ? ତେଲ କଡ଼େଇରେ ଛାଣିବେ, ହଁ ସେଠି ଏମିତି ଛୁଞ୍ଚି ଫୁଟେଇବେ, ଛୁରୀରେ କାଟିବେ, ଏମିତି କଷ୍ଟ ଦେବେ। ଆମେ ଯେତେବେଳେ ପୁଣ୍ୟ କରିବା, ଆମେ ସ୍ୱର୍ଗକୁ ଯିବା। ସ୍ୱର୍ଗକୁ ଗଲେ କଣ ହବ? ସ୍ୱର୍ଗକୁ ଗଲେ ସିଏ କଣ ଭାବିବେ? ଟିଭିରେ ଦେଖନ୍ତୁ, ଇନ୍ଦ୍ର ବଇଛନ୍ତି, ନର୍ତ୍ତକୀ ମାନେ ନାଚୁଛନ୍ତି, ସବୁ ହୁଁ ଦେବତା ମାନେ ବସି ସୁରାପାନ କରୁଛନ୍ତି, ମଦ ପିଉଛନ୍ତି। ହଁ ହଁ
ଜିନିଷ ମାନେ ଦେଖାଉଛି। ସିଏ ତାଙ୍କ ଭିତରେ ପ୍ରତିଛବି କଣ ଆସିବ, ସ୍ୱର୍ଗ ଗଲେ ମୁଁ ଏମିତି ନାଚ ଦେଖିବି, ଏମିତି ସୁରାପାନ କରିବି, କିନ୍ତୁ ହୁଁ, ସ୍ୱର୍ଗ ସେଇଟା ନୁହଁ। ସ୍ୱର୍ଗ ହେଲା ଶାନ୍ତି, ହଁ ସ୍ୱର୍ଗ ହେଲା ଆନନ୍ଦ, ନରକ ବି ଏଇଠି ଅଛି, ହଁ ସ୍ୱର୍ଗ ବି ଏଇଠି ଅଛି। ତ ପ୍ରଥମେ ଯେତେବେଳେ ତାଙ୍କୁ ପୁରାଣ କାହାଣୀ ଗପ ଏସବୁ କଥା କୁହାହବ, ସେ ଏ ମାର୍ଗକୁ ଆସିବେ, ସେ ଜାଣିବେ ହଁ ଯେ ତାଙ୍କ ଭିତରେ ପ୍ରାଥମିକ ସ୍ତରରେ ଭକ୍ତି ଭାବ ବୈରାଗ୍ୟ ଜାଗୃତ ହବ। ହୁଁ ତାପରେ ସେ କଣ କରିବେ, ଧୀରେ ଧୀରେ ସେଠୁ ପଢ଼ିବେ, ପୁରାଣ ଗପରୁ ଆସିକି ସେଠୁ ତତ୍ଵଜ୍ଞାନକୁ ପଢ଼ିବେ, ଭଗବଦ୍ ଗୀତା ପଢ଼ିବେ, ହୁଁ ଭାଗବତମ୍ ପଢ଼ିବେ। ଆକୁ ସବୁ ପଢ଼ିଲା ପରେ ସେ ସେଠୁ ଧୀରେ ଧୀରେ ତାଙ୍କ ମନ ଭିତରେ ସେଠୁ ପ୍ରଶ୍ନ ଜାଗୃତ ହବ। ସେ ଗୁରୁଙ୍କୁ ପଚାରିବେ, କହିବେ ଗୁରୁଜୀ ମୋତେ ବୁଝାନ୍ତୁ, ଅର୍ଜୁନ କୃଷ୍ଣ ତ ଦି ଜଣ ଗୋଟାଏ ଜାଗାରେ ଥିଲେ, ହଁ ତାହେଲେ କୃଷ୍ଣ କାହାକୁ କୋଉ ଜିନିଷକୁ ସେ ବୁଝାଉଥିଲେ? କୃଷ୍ଣ ବାରମ୍ବାର ଏଠି କହୁଛନ୍ତି, ହେ ଅର୍ଜୁନ ମୁଁ ଅନେକ ଥର ଜନ୍ମ ନେଇଛି, ତୁ ଅନେକ ଥର ଜନ୍ମ ନେଇଛୁ, ମୁଁ ଅନେକ ଥର ମୃତ୍ୟୁ ହେଇଛୁ, ତୁ ଅନେକ ଥର ମୃତ୍ୟୁ ହେଇଛୁ, କିନ୍ତୁ ମୋ ଜନ୍ମ ମୃତ୍ୟୁକୁ ମୁଁ ଚିହ୍ନିଛି ବୁଝିଛି, ତୁ ବୁଝିପାରୁନୁ। ତାହେଲେ ସେ କାହାକୁ ବୁଝାଉଛନ୍ତି? କିଏ ଜନ୍ମ ନଉଛି, କିଏ ଜନ୍ମ ନଉନି, କିଏ କାହାକୁ କୋଉ କଥା ବୁଝାଉଛନ୍ତି? ଯେତେବେଳେ ଜିଜ୍ଞାସା ଜାଗୃତ ହବ, ଧୀରେ ଧୀରେ ସେଠୁ ସେ ତତ୍ଵ ଚର୍ଚ୍ଚା ଆଡ଼କୁ ଯିବେ। ତ ତତ୍ଵକୁ ଏକଦମ ଯେହେତୁ ଜଣେ ବୁଝିପାରନ୍ତିନି, ପ୍ରାଥମିକ ଦଶାରେ ତାଙ୍କୁ ପୁରାଣ, ତାଙ୍କୁ କିଛି ଗପ, ତାଙ୍କୁ କିଛି ସେଗୁଡା ଆଧ୍ୟାତ୍ମିକ ଆଉ ଏବେ ଚିନ୍ତନ। ଶୁଣିବାକୁ ଇଚ୍ଛା ଲାଗୁନି ଗୁରୁଜୀ। ହଁ, ନାଇଁ ଆପଣ ତ ବ୍ରହ୍ମଜ୍ଞାନୀ ହେଇଗଲେଣି, ଆପଣ ତ ନାଇଁ, ବ୍ରହ୍ମଜ୍ଞାନକୁ ଗୁରୁଜୀ ପରଖୁଛନ୍ତି। ଗୁରୁଜୀ ଆଜ୍ଞା, ଶୁଣନ୍ତୁ, କୁହନ୍ତୁ। ଅ, ଗୋଟେ ମଣିଷର ତାର ସେ ପୁରା ଆଖି ସବୁ ତାର ପଡିଯାଇଥିବ ଗୁରୁଜୀ, କିଛି କଥା କହିପାରୁନଥିବ, ଖାଇ ପାରୁନଥିବ, କିଛି ନାହିଁ, ମାତ୍ର ନିଶ୍ୱାସ ଟା ଯାଉଛି। ଆଜ୍ଞା, ଆଉ ବଲ୍ବଟାରେ କଣ ଟିକେ ଡ୍ୟାମେଜ ହେଇଗଲେ ସେଟା ବଲ୍ବଟା ଜଳୁନି। ସମସ୍ତେ କହୁଛନ୍ତି ଯେ ନା ତାର ଯେବେ ତାର ଜୀବନ ଛାଡିବାକୁ ଅଛି ସେବେ ଛାଡିବ ବୋଲୁଛନ୍ତି, ହେଲେ ସେଟା କିନ୍ତୁ ଏତେ ସବୁ ହେଲା ପରେ ତାର ପ୍ରାଣବାୟୁ ଟା ଯାଉନି। ନାଇଁ ନାଇଁ, ଦେଖନ୍ତୁ, ପ୍ରାଣବାୟୁ ଶରୀରର ଆମେ ଶରୀରକୁ ଏମିତି ପରଖୁଛେ। ଦେଖନ୍ତୁ, ମଣିଷ ଯେଉଁ କଥାର ଜ୍ଞାନ ନଥାଏ, ଯେଉଁ କଥାକୁ ପରଖି ପାରିନଥାନ୍ତି, ସେ ହୁଁ କଣ କରନ୍ତି, ତାକୁ କର୍ମ ସାଙ୍ଗରେ ଯୋଡ଼ି ଦିଅନ୍ତି। ଆଙ୍କ ହୁଁ ଭାଗ୍ୟ, ଆଙ୍କ ସମୟ ହେଇନି, ହଁ ଆଙ୍କ ସମୟ ହେଲା ପଳେଇବେ। ମାନେ ହଁ ଯେଉଁ ଜିନିଷକୁ ସେମାନେ ବ୍ୟାଖ୍ୟା କରିପାରିନଥାନ୍ତି, ଭାଗ୍ୟ ସାଙ୍ଗରେ ଯୋଡ଼ି ଦିଅନ୍ତି, କର୍ମ ସାଙ୍ଗରେ ଯୋଡ଼ି ଦିଅନ୍ତି, ହୁଁ ସେମିତି କହନ୍ତି। କିନ୍ତୁ ଦେଖନ୍ତୁ, ପ୍ରାଣବାୟୁ ଏତିକି ସମୟରେ ଯିବ, ତାର କିଛି ନିର୍ଦ୍ଧାରିତ ନାହିଁ। ହଁ ଶରୀର ଏତିକି ଡ୍ୟାମେଜ ହେଲା ପରେ ଯିବ, ତାର ବି କିଛି ନିର୍ଦ୍ଧାରିତ ନାହିଁ। ହଁ ସେ ପ୍ରକୃତିରେ ପ୍ରାକୃତିକ ଭାବରେ ପରିଚାଳନା ହେଉଛି। ଯେତେବେଳେ ପଳେଇବା କଥା ପଳେଇବ, ଯେତେବେଳେ ଶରୀର ସମ୍ପୂର୍ଣ୍ଣ ଡ୍ୟାମେଜ ହେଇଯିବ, ଶରୀର ହଁ ସମ୍ପୂର୍ଣ୍ଣ କାର୍ଯ୍ୟ କରିବନି, ଆମ ଭିତରେ ଯେଉଁ ହାର୍ଟ ଅଛି, ଯେଉଁ ହୃଦୟ ଅଛି, କିମ୍ବା ହଁ ମସ୍ତିଷ୍କ ଅଛି, କିମ୍ବା ହଁ ଆମର ଯେଉଁ ଆପଣଙ୍କ ଜୀର୍ଣ୍ଣ ବ୍ୟବସ୍ଥା ଅଛି, ଯାହା ବି ସବୁ ଆମ ଭିତରେ ଶରୀର ଭିତରେ ଯେଉଁ ବ୍ୟବସ୍ଥା ଅଛି, ସେ ହଁ ଯେତେବେଳେ ସମ୍ପୂର୍ଣ୍ଣ କାର୍ଯ୍ୟ କରିବନି, ସେ ସମୟରେ ପ୍ରାଣ ଆପେ ଆପେ ଛାଡ଼ିଯିବ। ତ ଏଠି ମୂଳ କଥା, ପ୍ରାଣକୁ, ଭୌତିକ ଶରୀରର ଢାଞ୍ଚାକୁ, ହଁ ଭୌତିକ ଶରୀରର ଜ୍ଞାନକୁ ନୁହଁ, ଆମେ ବୁଝିବାର ଅଛି ଆତ୍ମଜ୍ଞାନ। ଯାହାକୁ ବୁଝିଲେ ମୁକ୍ତି ମିଳିବ, ଯାହାକୁ ଚିହ୍ନିଲେ ମୁକ୍ତି ମିଳିବ, ହଁ ଯାହାକୁ ଚିହ୍ନିବା ପାଇଁ ଆଧ୍ୟାତ୍ମିକତା ନିର୍ମାଣ ହେଇଛି। ଆଧ୍ୟାତ୍ମିକତା ନିର୍ମାଣ କୋଉଥିପାଇଁ ହେଇଛି? ଏଇ ଆତ୍ମତତ୍ଵକୁ ଚିହ୍ନିବା ପାଇଁ, ଏଇ ନିତ୍ୟ ପଦାର୍ଥକୁ ଚିହ୍ନିବା ପାଇଁ, ଏଇ ନିଜର ସତ୍ ସତ୍ତାକୁ ଚିହ୍ନିବା ପାଇଁ। ତ ହଁ ତାକୁ ଚିହ୍ନିଗଲେ ମୁକ୍ତି, ତାକୁ ହଁ ଚିହ୍ନିଗଲେ ମୁକ୍ତି। ତ ବାକି ତାକୁ ଚିହ୍ନିବା ଯାଏ ତ ବହୁତ ଗପ କାହାଣୀ, ଏଇଆକୁ ତ ନିରିଧ୍ୟାସନ କୁହନ୍ତି। ଏଇ ଜିନିଷ ଆପଣ ଯେଉଁ ପଚାରୁଛନ୍ତି, ଏ ହେଲା ହଁ ନିରିଧ୍ୟାସନ। ହଁ ବାରମ୍ବାର ଆପଣ ଗୋଟେ କଥା ଶୁଣିଲେ, ବେଶୀ କଷ୍ଟ ପାଉଥିଲେ ହେଲେ ତା ପ୍ରାଣ ବି ଆଉ ଯାଉନି ଗୁରୁଜୀ। ଆଉ କିଏ କିଏ ପୁରା ଯୁବ ଅବସ୍ଥାରେ ଥାଉଛନ୍ତି, ତା କିଛି ନହେଲେ କଣ ଟିକେ ହେଇଗଲେ ସେ ମରିଯାଉଛି, ତାର ପିଲାପିଲି ଏମିତି ସବୁ ଥାଉଛି। ସେଥିପାଇଁ ସେଇଟା କିନ୍ତୁ ଯାଉନି, ଏଇଟା କିନ୍ତୁ ଶୀଘ୍ର ପଳଉଛି ବୋଲି ମୁଁ ନା ଭାବୁଛି। ନା, ଆମେ ତାକୁ ପରଖିଆନି, ଆମେ ହଁ ଏ କଥାକୁ ପରଖିବା, ଆମ ମନରୁ ମୋହକୁ କେମିତି ମୁକ୍ତ କରିବା। ହଁ ଧରିପାରୁଛନ୍ତି? ହଁ ଯୁବ ଅବସ୍ଥାରେ କିଛି ଲୋକ ପଳାଉଛନ୍ତି, ଠିକ କଥା କହିଲେ। ବୃଦ୍ଧ ହେଲା ପରେ ବି କିଛି ଶରୀର ଯାଉନାହାନ୍ତି, ଠିକ କହିଲେ। କିନ୍ତୁ ଇଏ କାହିଁକି ଚାହୁଁଛନ୍ତି, କାହିଁକି ଯାଉନାହାନ୍ତି, ସେ ଶରୀରର ତା ସ୍ଥିତି ଉପରେ ଅଛି ସବୁ ନିର୍ଭର। ସେ ହଁ ଶରୀର କେଉଁ ସ୍ଥିତିରେ ଅଛି, ସେ ଶରୀରର ଖାଦ୍ୟପେୟ କେମିତି ଥିଲା, କିମ୍ବା ସେ ଶରୀର କେତିକି ଆଘାତ ପାଇଛି, ଏସବୁ ଜିନିଷ ଉପରେ ନିର୍ଭର ଅଛି ପ୍ରାଣଶକ୍ତି କେତେବେଳେ ଯିବ। କିନ୍ତୁ ହଁ ତାକୁ ପରଖିଲେ, ମାୟାକୁ ପରଖିଲେ ଦୁଃଖ ଲାଗିବ, ମାୟାର ଅନ୍ତ ବି ନାହିଁ। ଆମେ ସେ ବୃଦ୍ଧକୁ ପରଖିବା, ଶିଶୁକୁ ପରଖିବା, ତାପରେ ହଁ ଭ୍ରୂଣକୁ ପରଖିବା, ସବୁ ପରଖିକି କିଛି ଲାଭ ନାହିଁ। ଆମେ ପରଖିବା କଣ? ବ୍ରହ୍ମକୁ। ଆମେ ଏ କଥାକୁ ଏ ସତ୍ୟକୁ ମାନିବା, ହୁଁ ଆମ ସଂସାରରେ ଯାହା ବି ପାଇଛି
ଅନିତ୍ୟ ପଦାର୍ଥ, ନିତ୍ୟ ନାହିଁ। ନିତ୍ୟ ନୁହେଁ। ସିଏ ଶରୀର ହଉ, ସମ୍ପର୍କ ହଉ, ପଦ ପଦବୀ ହଉ, ଧନ ହୁଁ ସମ୍ପତ୍ତି ହଉ, ଯାହା ବି ହଉ, ହୁଁ ଯାହା ବି ଆମେ ଭୌତିକ ସଂସାରରେ ପାଇଛେ, ଅନିତ୍ୟ ପଦାର୍ଥ ଆଜି ଅଛି, କାଲି ଆମକୁ ଛାଡ଼ିକି ଯାଇପାରେ। ହଁ ଭାବି ନିଅନ୍ତୁ ଆପଣ ଗାଡ଼ିରେ ଗୋଟେ ଟ୍ରେନରେ ବସିକି ଯାଉଛନ୍ତି, ହୁଁ ମଝିରେ କିଛି ଯାତ୍ରୀ ଆସିଲେ, ହୁଁ ଆପଣ ସାଙ୍ଗରେ ବସିଲେ, ଯାତ୍ରା କଲେ, ଭଲ ଭଲ କଥା ମିଠା ଗପ କହିଲେ, ଭାରି ସମ୍ମାନ ସହିତ ସେମାନଙ୍କ ବ୍ୟବହାର ଥିଲା, ସେମାନେ କିଛି ଆପଣଙ୍କୁ ଖାଇବା ପିଇବାକୁ କିଛି ଭଲ ଖାଦ୍ୟ ଦେଲେ, ଭାରି ସୁଦୃଢ଼ ସମ୍ପର୍କ ହେଇଗଲା। ହୁଁ ତାଙ୍କ ଷ୍ଟେସନ ଆସିଲେ, ସେ ପଳେଇଲେ। ସେ ହଁ ପଳେଇଲେ ବୋଲି ଆପଣ କ'ଣ ଗାଡ଼ିରୁ ଓହ୍ଲେଇ ପଡ଼ିବେ କି? ନାଇଁ। ଆପଣ ହୁଁ କାନ୍ଦିବେ କି କାହିଁ ପଳେଇଲେ, ସିଏ କାହିଁ ପଳେଇଲେ, ନାଇଁ ମୋ ସାଙ୍ଗରେ ହୁଁ, ଯାଇଥାନ୍ତେ, ମୁଁ ଯେଉଁ ଷ୍ଟେସନରେ ଓହ୍ଲେଇବି ସେଇ ଯାଇ ସେମାନେ ଯାଇଥାନ୍ତେ, ଏମିତି କାନ୍ଦିବେ କି? ନା। କାହିଁ କାନ୍ଦୁନାହାନ୍ତି? ଆପଣ ଜାଣିଛନ୍ତି ତାଙ୍କ ଷ୍ଟେସନରେ ସିଏ ଓହ୍ଲେଇବେ, ମୋ ଷ୍ଟେସନରେ ମୁଁ ଓହ୍ଲେଇବି, ଯେଝା ହଁ ଷ୍ଟେସନରେ ଯେଝା ଓହ୍ଲେଇବା। ଇଏ ଶରୀରର ଯେଉଁ ସମ୍ପର୍କ ବି ସେମିତି। ଶରୀର ଆଜି ଅଛି, ଅଛି ତ ଆମେ ତାକୁ ସମ୍ମାନ ଦେବା, ତାକୁ ସ୍ନେହ କରିବା, ଶ୍ରଦ୍ଧା କରିବା, ବୁଝିପାରୁଛନ୍ତି? ହଁ କାଲି ଏ କଥାକୁ ବି ମନରେ ବସେଇ ଦେବା, ଏ କଥା ବି ମନକୁ ବୁଝେଇ ଦେବା, ଏ କାଲି ଏ ଶରୀର ଥାଇପାରେ ନଥାଇପାରେ, ହଁ କିନ୍ତୁ ମୋ ଷ୍ଟେସନ ଯାଏ। ଏ ଶରୀର ସ୍ତରରେ ଆମେ କଥା ହଉଛେ, ବ୍ରହ୍ମ ସ୍ତରରେ ତ କଥା ହଉନି। ବ୍ରହ୍ମ ହଁ ସ୍ତରରେ ତ ଯେତେବେଳେ ଆପଣ କଥାକୁ ବୁଝିଯିବେ, ଆପଣ ତ ଜନ୍ମ ମୃତ୍ୟୁକୁ ଗୋଟେ ଖେଳ ପରିକା ଦେଖିପାରିବେ। ସେଟା ତ ବହୁତ ହଁ ଗଭୀର କଥା। ତ ଏ ଯେଉଁ ହଁ ଦେହ ଭାବରେ ଆମେ ଯେଉଁ କଥା ହଉଛେ, ଦେହ ହଁ ଭାବରେ ମୋହରୁ ମୁକ୍ତି ହେବା ଗୋଟେ ବଡ଼ ସାଧନା ଏଇଟା। ଓ ତ ଏସବୁ ସାଧନା। ହଁ, ବହୁତ ବଡ଼ ସାଧନା। ମୋହରୁ ମୁକ୍ତ ହେବା, ମୋହରୁ ମାନେ ସମ୍ପର୍କକୁ ସମ୍ପର୍କ ପରିକା ଦେଖିବା, ହଁ ସମ୍ପର୍କ ରୂପକ ବନ୍ଧନରେ ବାନ୍ଧି ହେବାନି। ହଁ ହଁ ଆଜି ସ୍ୱାମୀ ଅଛନ୍ତି, ସ୍ତ୍ରୀ ଅଛନ୍ତି, ତାଙ୍କ ପିଲା ଛୁଆ ଅଛନ୍ତି, ଆମ ମା ବାପା ଅଛନ୍ତି, ଏଇଟା ସତ୍ୟ। କାଲି ନଥାଇ ବି ପାରନ୍ତି। ହଁ ଏ ସତ୍ୟକୁ ବି ଆମେ ମନକୁ ବୁଝେଇବାର ଅଛି। ହୁଁ ଧରିପାରୁଛନ୍ତି ନା ନାଇଁ? ହଁ ଯେ ଗୁରୁଜୀ ଏଇଟା ଧରିପାରୁଛି। ସତ୍ୟ ନା, ଏଇଟା ମିଛ ନୁହଁ। ହଁ କିନ୍ତୁ ସତ। ଆମେ ମନରେ କ'ଣ ମାନି ନେଇଛେ, ମୁଁ ଯାହାକୁ ଭଲ ପାଉଛି ସିଏ ନ ଯାଆନ୍ତେ କି? ହଁ କେମିତି ହବ? ହଁ ହଁ ମୁଁ ସେମିତି। ଯେମିତି ଭଲ ପାଉଛି ସମସ୍ତେ ସେମିତି ଭଲ ପାଉନାହାନ୍ତି କି? ହଁ ଏ ହଉ ହଉ। କଥାକୁ ଭାବନ୍ତୁ, ମୁଁ ଯେମିତି ମୋ ସ୍ୱାମୀଙ୍କୁ ଭଲ ପାଉଛି, କିମ୍ବା ମୋ ପିଲାଙ୍କୁ ଭଲ ପାଉଛି, କିମ୍ବା ମୋ ମା ବାପାଙ୍କୁ ଭଲ ପାଉଛି, ମୋ ହୁଁ ଜାଗାରେ ଅନ୍ୟ ଶରୀରଙ୍କ କଥା ଦେଖନ୍ତୁ, ସେମାନେ ବି ସେମିତି ଭଲ ପାଉନାହାନ୍ତି କି? ଯଦି ପାଉଛନ୍ତି। ସମସ୍ତେ ଭଲ ପାଉଛନ୍ତି, କେହି ଯଦି ଯିବେନି, ସୃଷ୍ଟିର ଭବିଷ୍ୟତ କ'ଣ ହବ ଭାବନ୍ତୁ? କେତେ ଦୁଃଖ ଯନ୍ତ୍ରଣା! ଏବେ ତ ଜନସଂଖ୍ୟା ବଢ଼ିକିରି ଲୋକ କେତେ ପୀଡ଼ିତ ଅଛନ୍ତି। ହଁ ହଁ ଏମିତି ଦେଖିବାକୁ ଗଲେ ଜନସଂଖ୍ୟା ବଢ଼ିବା ବି ଗୋଟେ ବଡ଼ ସମସ୍ୟା ନୁହଁ। ହୁଁ ଆମେ ଯଦିଓ ସୃଷ୍ଟିର ନିୟମକୁ ଆଚରଣ କରିକି ଚଳିବା, ଆମେ ହୁଁ ଯଦି ପ୍ରକୃତିକୁ ସମ୍ମାନ ଦେଇକି ଚଳିବା, ଆମେ ଯଦି ପ୍ରାକୃତିକ ଭାବରେ ଆବଶ୍ୟକତା ପାଇଁ ଧନକୁ ଯୋଜନାକୁ କରିବା, ହୁଁ ଆଡ଼ମ୍ବର ପାଇଁ ନୁହେଁ, ହୁଁ ତାହେଲେ ଯାହା ବି ବଢ଼ିଲେ ସେ ସୃଷ୍ଟିକର୍ତ୍ତା ବଢ଼ାଉଛନ୍ତି, ସେଇଥିରେ କମାଉଛନ୍ତି, ସେମାନେ ସେଇ ବ୍ରହ୍ମ ତତ୍ତ୍ୱ କଥା କୁହାହେଉଛି ଆମେ। ହଁ ତ ତେଣୁକରି ଏଠି ମୋହରୁ ମୁକ୍ତି ରହିବା କେମିତି? ସତ୍ୟକୁ ଯେତେବେଳେ ଚିହ୍ନିବା, ହୁଁ ଏସବୁ କଥା ଯେତେବେଳେ ବୁଝିବା, ହୁଁ ତ ବ୍ରହ୍ମଜ୍ଞାନ ଆମକୁ ଏଇସବୁ କଥାକୁ ଚିହ୍ନାଏ, ଏଇସବୁ କଥାକୁ ବୁଝାଏ। ସତ୍ୟ କ'ଣ, ଅସତ୍ୟ କ'ଣ, ନିତ୍ୟ କ'ଣ, ଅନିତ୍ୟ କ'ଣ। ହଁ ତ ଯେତେବେଳେ ନିତ୍ୟ ପଦାର୍ଥକୁ ଚିହ୍ନି ଗଲେ, ସ୍ୱପ୍ନରେ ଭାବି ନିଅନ୍ତୁ କାହାର ଦେହାନ୍ତ ହେଇଗଲା, ସ୍ୱପ୍ନ ହଁ ଭିତରେ ଥିବା ସେ ଶରୀର କାନ୍ଦେ, କିନ୍ତୁ ସ୍ୱପ୍ନ ହଁ ଭାଙ୍ଗିଲା ପରେ ସେ କାନ୍ଦ ରହେ କି? ନାଇଁ ତ। ସେମିତି ଏଠି ଆମେ ନିଜକୁ ଏ ଦେହ ମାନିଥିବାରୁ, ଏ ଦେହ ସାଙ୍ଗରେ ପ୍ରତ୍ୟେକ ବନ୍ଧୁ ମିତ୍ରଙ୍କୁ ଯୋଡ଼ିକିରି ପ୍ରତ୍ୟେକ ସମ୍ପର୍କକୁ ମୋହ ରୂପକ ବନ୍ଧନ ବାନ୍ଧିକି ଦେଖୁଥିବାରୁ ଆମେ ସବୁ କଥାକୁ ବହୁତ ସିରିୟସଲି ନେଉଛେ। କିନ୍ତୁ ଯେତେବେଳେ ଆମେ ଏ ବ୍ରହ୍ମ ତତ୍ତ୍ୱକୁ ଚିହ୍ନିଯିବା, ହଁ ଚିହ୍ନିଗଲା ପରେ ବି ଏଠି ଗୋଟେ ପ୍ରଶ୍ନ ଉଠେ, ଜଣେ ବ୍ରହ୍ମାନୁଭୂତି କରିଛନ୍ତି, ତାଙ୍କ ହଁ ଘରେ କାହାର ଦେହାନ୍ତ ହେଇଗଲା, ସିଏ କ'ଣ କାନ୍ଦିବେନି? ନିଶ୍ଚୟ ଭୌତିକ ସ୍ତରରେ କାନ୍ଦିଲେ ମଧ୍ୟ ତାଙ୍କ ଆନ୍ତରିକ ମନ ହସୁଥିବ, ତାଙ୍କ ଆନ୍ତରିକ କେମିତି ମନ ହେଇଥିବ ତାଙ୍କୁ। ଶାନ୍ତ ଥିବ। ହଁ ଶାନ୍ତ ଶାନ୍ତ ଥିବ କାହିଁକି? ପ୍ରକୃତିର ନିୟମ ଚାଲିଛି ନା। ହଁ ଜାତସ୍ୟ ଧ୍ରୁବର ମୃତ୍ୟୁ, ଯିଏ ଜନ୍ମ ହେଇଛନ୍ତି ନିଶ୍ଚୟ ସେ ମରିବେ। ହଁ ତ ସିଏ ମରିଲେ କାଲି ଏ ଶରୀର ବି ମରିବ। ହଁ ଶରୀର ମରିବ କିନ୍ତୁ ମୁଁ ମରିବିନି। ମୁଁ ଉଁ, ସେ ଶରୀର ଭିତରେ ବି ଥିଲି, ଏ ଶରୀର ଭିତରେ ବି ଅଛି, ପ୍ରତ୍ୟେକ ସବୁ। ଶରୀର ଭିତରେ ମୁଁ ଅଛି, ମୁଁ ଥିଲି, ମୁଁ ଅଛି, ମୁଁ ରହିବି, ମୁଁ ଅବିନାଶୀ। ତାପରେ ସବୁଠୁ ବଡ଼ କଥା ହେଲା, ମୁଁ ମୋ ଭିତରେ ଖେଳ କରୁଛି, ମୋରି ଭିତରେ ମୁଁ ଏ ସଂସାରକୁ ରଚିଛି, ମୁଁ ହିଁ ଆଧାର, ମୁଁ ହିଁ ପରିବର୍ତ୍ତନ, ମୁଁ ହିଁ ସବୁ କିଛି। ହୁଁ ତ ଏ ସତ୍ୟକୁ ଯେତେବେଳେ ଜଣେ ବୁଝିଯିବେ, ସେ ଭୌତିକ ସ୍ତରରେ ଅଭିନୟ କନ୍ଦାକଟା କରିବେ, ଦୁଃଖ ହେବେ,
ହୁଁ ଅଭିନୟ କରିବେ, କାହିଁ କରିବେନି? କରିବେ, କୋଉଥିପାଇଁ କରିବେ? ନ କଲେ ବି ସେ ବହୁତ ଶରୀର ଅଛନ୍ତି ତାଙ୍କୁ ଅସମ୍ମାନିତ କରିବେ, ହଁ। କହିବେ ଗୋଟେ ବିରାଟ ନାସ୍ତିକ। ମୁଁ ମୁଁ କାହାକୁ କିଛି କହୁନି, ମୋ ମା ଭଉଣୀ କାହାକୁ କିଛି କହୁନି, କହିଲେ ଇଏ କହିବେ କି ମତେ ଅଲଗା ପ୍ରକାର କହିବେ ଗୁରୁଜୀ। ନାଇଁ ନାଇଁ ନାଇଁ, ଠିକ ଅଛି। ନାଇଁ ତାଙ୍କେ ନାଇଁ, ନାସ୍ତିକ ପାଳୁଛନ୍ତି ଏ ଶୁଣନ୍ତୁ, ସବୁ। ଇଏ ହଁ। ସବୁ ଇଏ ସବୁ ସତ, ଇଏ କିଛି ମିଛ ନୁହଁ, ଇଏ କିଛି ଗପ ନାଇଁ କାହାଣୀ ନୁହଁ। ସତ। ପ୍ରକୃତିର ସତ୍ୟକୁ ବୁଝିବା ହିଁ ଆଧ୍ୟାତ୍ମିକତା। ହଁ। ମୁଁ ଆଧ୍ୟାତ୍ମ ଆଗେ କେତେ କାନ୍ଦିଆର ଯେ କହିବାକୁ ନାହିଁ, ଦେଖିଲା ବେଳୁ ମତେ କିଛି ଏକଡା କେମିତି ଫଳ ମିଳିବାର। ହୁଁ, ଆଉ କେତେ ଥର ଅପମାନ ବି ହେଇଛି, କେମିତି କାନ୍ଦିଲେ ଲୁହ ଝରେଇଲେ ସବୁ ହେଇଯିବ ବୋଲି, ଦେଖିଲା ବେଳକୁ ବେଶୀ ଅପମାନ ହେଲେ, 2-3 ଥର ହେଲି ଗୁରୁଜୀ। ଆଜ୍ଞା ଆଜ୍ଞା ବଡ ବଡ କାର୍ଯ୍ୟରେ ଛୁଟିଆ ଛୁଟିଆ ଜାଗା ହେଇଛି ଆର। ଆଜ୍ଞା ଆଜ୍ଞା। ଏମିତି ଲୁହ ଗଡିଲେ ଠାକୁର ଏମିତି କରିଦେ ସେମିତି କରିଦେ ବୋଲି, ତାପରେ ଏଇଟା ଯେମିତି ଦେଖିଲି ସେଠୁ ସତ ମାନିଲି, ଆଉ ସେମିତି କିଛି କରୁନି କି ଦୁଃଖ ବି ମତେ ଲାଗୁନି। ନିଶ୍ଚୟ ନିଶ୍ଚୟ, ଭଗବାନଙ୍କୁ ପାଇବା ପାଇଁ କାନ୍ଦିବା, ଭଗବାନଙ୍କ ଠାରୁ କିଛି ପାଇବା ପାଇଁ କାନ୍ଦିବାନି। ହଁ ଧରିପାରିଲେ କଥାକୁ? ହଁ ହଁ ହଁ। ମାନେ ଏଇଟା ହେଇଯିବ ସେଇଟା ହେଇଯିବ ବୋଲି ନା 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 ମାଗିବାର ଆଉ। ନା, ମିଛ କଥା, ନିଜକୁ ଠକିବା ଛଡା ଆଉ କିଛି ନାହିଁ। ହଁ। ଭୌତିକ ବସ୍ତୁ ପଦାର୍ଥ ପାଇବା ପାଇଁ ହେଲେ କଷ୍ଟ କରିବାକୁ ପଡିବ, କର୍ମ କରିବାକୁ ପଡିବ, ଯୋଜନା କରିବାକୁ ପଡିବ। ହୁଁ ଆଧ୍ୟାତ୍ମିକତାର କେବଳ ଗୋଟାଏ ଉଦ୍ଦେଶ୍ୟ, ସେ ଚିରନ୍ତନ ସତ୍ୟକୁ, ସେ ଆତ୍ମତତ୍ଵକୁ ଚିହ୍ନିବା। ଆଉ ତାଙ୍କୁ ତ ଚିହ୍ନିଗଲେ ସବୁ ପାଇଗଲେ। ହଁ ଧରିପାରୁଛନ୍ତି? ହଁ। ତାଙ୍କୁ ପାଇଗଲେ ତ ସବୁ ପାଇଗଲେ, ଜୀବନ ଧନ୍ୟ ହେଇଯିବ, ଜନ୍ମ ମୁଁ ଧନ୍ୟ କିଛି ହେଇଯିବ। କରିବିନି, ମୁଁ ଏଇନେ ଡାକୁଛି ପୁରା ମୋର ସବୁ କାମ ହେଇଯିବ ବୋଲି ଏଇନେ ଭାବିବାର ମୁଁ ଆଉ। ନା ନା, ଆଗରୁ ଆପଣ ନୁହଁ, ଏ ଶରୀର ସମସ୍ତେ ଆମେ ସବୁ ଯେହେତୁ ଏ ସବୁ ଜ୍ଞାନକୁ ହୁଁ, ପ୍ରାଥମିକ ଦଶାରେ ଆମେ ବୁଝିନଥିଲେ, ଚିହ୍ନି ନଥିଲେ। ଆଉ ହଁ। ତତ୍ଵ ଜ୍ଞାନର ଚର୍ଚ୍ଚା କୋଉଠି ହଉଛି କହୁନାହାନ୍ତି? ଯୋଉଠି ନାଇଁ ଦେଖିବେ ଯେକୌଣସି ପୂଜା ଆଦି କାର୍ଯ୍ୟକ୍ରମ ହେଇଥିବ, ସେଠି ଗୋଟେ ଜୋର ସେ ଗୋଟେ ଚିଲ୍ଲେଇବେ, ଦାତାଙ୍କ ମନସ୍କାମନା ପୂର୍ଣ୍ଣ ହଉ, ବୋଲାନ୍ଦେ କବାର ହରି ବୋଲ, ସମସ୍ତେ ଚିଲ୍ଲେଇବେ। ମାନେ ଦାତା ମନସ୍କାମନା ପୂର୍ଣ୍ଣ କରିବା ପାଇଁ ସେ ଯୋଜନା, ସେ ଭକ୍ତି, ସେ ପୂଜାକୁ, ସେ ଆଡମ୍ବରକୁ କରୁଛନ୍ତି, ହଁ ଆମେ ବି ଈଶ୍ୱର ସବୁ ପ୍ରାପ୍ତି ପାଇଁ ବୁଝିବାର। ନୁହଁ। ହଁ ମନସ୍କାମନା କଣ? କିଏ ଘର ପାଇବା ପାଇଁ, କିଏ ପିଲା ପାଇବା ପାଇଁ, କିଏ ଚାକିରି ପାଇବା ପାଇଁ, କିଏ ହଁ ଧନ ପାଇବା ପାଇଁ। ଯୋଜନା, ସେମିତି ମୁଁ କରିବାର ମିଛ କଥା, ଗୁରୁଜୀ ଆଉ। ସେଟା ହୁଁ, ମିଛ କଥା, ମିଛ କଥା। ହଁ। ସେଇଟା ସମସ୍ତେ ଆମେ କରୁଛେ, ଅଜାଣତରେ ଆମେ କରୁଛେ। କେତେଟା ସତ ହବାର ଗୁରୁଜୀ କେତେଟା। ନା ନା, ସତ ହବାନ କୋଇନ୍ସିଡେଣ୍ଟ କହନ୍ତି ତାକୁ। କୋଇନ୍ସିଡେଣ୍ଟ ହୁଁ, କଣ? ମୁଁ ଭାବିଲି ଈଶ୍ୱରଙ୍କ ପାଖରେ ଯାଇକି ପ୍ରାର୍ଥନା କଲି, ପ୍ରଭୁ ମୋ ଝିଅ ବାହାଘର ହେଇଯାଆନ୍ତା କି, ଝିଅ ବାହାଘର ହେଇଯାଆନ୍ତା କି। ମୁଁ ମୁଣ୍ଡିଆ ମାରିଲି, ଭୋଗ ପ୍ରସାଦ ଯାଚିଲି, ଆଉ ମୁଁ ହୁଁ, ହିଁ ଯୋଜନା କଲି ବିବାହ ବନ୍ଧନକୁ, ମୁଁ ହିଁ ନିଜେ ଯୋଜନା ମାଧ୍ୟମରେ ତାକୁ ହଁ ନିଯୁକ୍ତି କଲି, ହଁ କାର୍ଯ୍ୟରତ କଲି। ହଁ କିନ୍ତୁ ମୁଁ ଭାବିଲି ଠାକୁର ମୋ ଦ୍ୱାରା କରେଇଲେ। ହଁ। କୋଇନ୍ସିଡେଣ୍ଟ କୁହନ୍ତି ତାକୁ, ଇଏ ସେ ନୁହଁ। ଗୁରୁଜୀ ମୁଁ ଆଗେ ଭାବୁଥିଲି, ଆଗେ ଆମ ମା ମାଛ କାଟିଲା ବେଳେ ସେ ମୁଁ ଭାବିବାର ମଣିଷ ଟା ଯଦି ମରିଗଲେ ତାର ମୁଣ୍ଡର ଗଣ୍ଡି ଓହୋ ଅଲଗା ହୋ ହୋ। ହେଇଗଲେ ସେ ବଞ୍ଚୁନି। ହଁ, କୁହନ୍ତୁ କୁହନ୍ତୁ କୁହନ୍ତୁ, ବହୁତ ବଞ୍ଚୁନି ଗଭୀର କଥା, ଆଜ୍ଞା। ବଞ୍ଚୁନି ଗୁରୁଜୀ, ହୁଁ। ସେ ତ ମରିଯାଉଛି। ଏ ମାଛ ଟା କାଟିଲା ବେଳକୁ ଆଉ ସିଏ ମୁଣ୍ଡ ଟା ଡେଉଁଛି, ଗଣ୍ଡି ଟା ହେଲେ ନାଇଁ ନାଇଁ ଡେଉଁନି। ନାଇଁ 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 ନାଇଁ, ଭୁଲ କହିଲେ। ଆଉ ମଣିଷ କଟା ହଉଥିବା କଣ ଦେଖିଛନ୍ତି? ମୁଁ ଦେଖିନି କହିବାରେ ଦେଖିବେ ଶୁଣିଛି। ସିଏ ବି ଡେଉଁଥିବ, ସାଙ୍ଗେ ଆଁ ସାଙ୍ଗେ ଆଉ ଆଉ ଯାହାକୁ ବି କେତେ ସମୟ ରହିକି ଯାଉଛି ବୋଲି କହୁଛନ୍ତି। ଶୁଣନ୍ତୁ ଶୁଣନ୍ତୁ, ନା ରହିକିରି ଯିବା ଆସିବା ନୁହଁ, ଆମେ ଶରୀର ସ୍ତରରେ ପରଖୁଛେ। ବ୍ରହ୍ମ ହଁ ନା ଯାଆନ୍ତି ନା ବ୍ରହ୍ମ ନା ଆସନ୍ତି, ସେ ଅଛନ୍ତି। ଶରୀର କଥା କୁହାଯାଉଛି। ହଁ ଶରୀର ଯେତେବେଳେ ମୁଣ୍ଡକୁ କାଟି ଦିଅନ୍ତି, କାଟିଦେଲେ କଣ ତା ପ୍ରାଣ ଶକ୍ତି ତ ଶରୀରକୁ ଛାଡିବା ପୂର୍ବରୁ ସେ ଶରୀର ସଞ୍ଚାରଣ ହଉଛି ନା, ଶରୀର ଭିତରେ ଯେଉଁ ଯାହା ବି ସେନ୍ସେସନ ସମ୍ବେଦନ ଅଛି, ସେ ହୁଁ କଟିବାର ସେ ଯେଉଁ ସିଗ୍ନାଲ, ବ୍ରେନ୍ ତାକୁ ସେ ଶରୀରକୁ ସିଗ୍ନାଲ ବି ଦେଇଛି, ରକ୍ତ ହୁଁ ପ୍ରସାରଣ ବି ହଉଛି, ତ ସେ ହୁଁ ଡେଇଁବନି କିନ୍ତୁ କିଛି ସମୟ ଡେଇଁବ। ଯୋଉ ହୁଁ ଯୁଦ୍ଧ ହରିକା ଆପଣ ଦେଖିବେ, କିଛି ସିନେମା ଗୋଟେ ଏବେ ଆସିଥିଲା, କଣ ଗୋଟେ ଛାବା ହଁ ନା କଣ ଗୋଟେ ଡେଉଁଛି ଡେଉଁଛି। ଶିବାଜୀଙ୍କର, ହୁଁ, ଡେଉଁଛି ଡେଉଁନି କେମିତି? ହଁ ଡେଇଁବ। ସେ ମଣିଷ ଯାହା, ପଶୁ ପକ୍ଷୀ ସେଇଆ, ସମସ୍ତେ ସେଇଆ, ସେମିତି ନୁହଁ। ମେନ୍ ଆମେ ଗୋଟେ ପିମ୍ପୁଡ଼ି ମାରିବା ପୂର୍ବରୁ ବି ଆମେ ଭାବିବା ଦରକାର ତା ଭିତରେ ଜୀବନ ଅଛି, ତାର ବି ବଞ୍ଚିବାର ମାନେ ମୌଳିକ ଅଧିକାର ଅଛି। ହଁ ସେ ବି ମୋରି ପରିକା, ତାକୁ ବି କଷ୍ଟ ହବ। ସାଧନାରେ ପ୍ରଥମ ସାଧନା ହେଲା ଅହିଂସା। ଅହିଂସା ପରମୋ ଧର୍ମ, ଅହିଂସା ହେଲେ ପରମ ଧର୍ମ। ହଁ। ଠିକ୍ ତାପରେ ଅଛି। ମୁଁ ସେଇଟା ଭାବିଲି, ତାପରେ ମୁଁ ପଚାରିଲାକୁ କହିଲେ ସବୁଠି ବ୍ରହ୍ମ ଅଛି, ଚାଉଳଟା ଭିତରେ ହେଲେ ବ୍ରହ୍ମ ଅଛି ବୋଲି କହିଲେ। ତାପରେ ଯିଏ ଭଜ ପୀଡ଼ାକୁ ବ୍ୟକ୍ତ କରୁଛି, ହଁ ଯିଏ ତା ଭାବନାକୁ ବ୍ୟକ୍ତ କରୁଛି, ହଁ ତାକୁ ଆମେ ଖାଇବାନି। ଯିଏ ଗୋଟେ ଗଛରୁ ଫଳ ତୋଳୁଛି, ସେ ଗଛ କହୁଛି କି ମୋତେ କାଟୁଛି, ମୋତେ ନିଅନି, ମୁଁ ଖାଉନି। ଗଛ ଦେଖନ୍ତୁ, ହଁ ବ୍ରହ୍ମଙ୍କ ଦ୍ୱାରା ହିଁ ପରିଚାଳନା ହେଉଛି। ହୁଁ ବ୍ରହ୍ମାଣ୍ଡରେ ସବୁ ସ୍ତରରେ ଯୋଡ଼ି ହେଇକିରି ଅଛି। ହଁ ଯୋଡ଼ି ହେଇକିରି ଅଛି କଣ? ଗୋଟେ ଗଛ ଭିତରେ ଯେଉଁ ଫଳଟା ଫଳୁଛି,
ସେଇ ଫଳକୁ ଖାଇକିରି ହିଁ ଏ ଶରୀର ଜୀବିତ ଅଛି କିମ୍ବା ଏ ଶରୀରରୁ ଶରୀର ଜନ୍ମ ହେଉଛି। ତ ହୁଁ ଅନ୍ନ ହିଁ ଔଷଧ, ଅନ୍ନ ହିଁ ଶରୀର, ଶରୀରକୁ ଅନ୍ନମୟ କୋଷ କୁହାଯାଇଛି। ତ ଏ ଶରୀରର ଗୋଟେ ଗଛ ସାଙ୍ଗରେ ବି ସମ୍ପର୍କ ଅଛି, କିନ୍ତୁ ଗଛ ଫଳ ପତ୍ର ଆକୁ ଖାଇପାରିବା। ଇଏ ତାଙ୍କ ପୀଡ଼ାକୁ ବ୍ୟକ୍ତ କରୁନାହାନ୍ତି, ସେ କହୁନାହାନ୍ତି, ଛାଟି ପିଟି ହଉନାହାନ୍ତି। କିନ୍ତୁ ହୁଁ ଗୋଟେ ମାଛଟାକୁ ଗୋଟେ କୁକୁଡ଼ାଟାକୁ କାଟିଥିବା ସମୟରେ ସେ ଛଟପଟ ହଉନାହାନ୍ତି। କିନ୍ତୁ ଏଠି ହଉଛି କ'ଣ, ଅସଲି କଥାକୁ ବୁଝନ୍ତୁ। ଶୁଣନ୍ତୁ ମାଛ ଶୁଣନ୍ତୁ ଶୁଣନ୍ତୁ ଟିକେ ଟିକେ। ଅସଲି କଥା ହେଲା, ଯେଉଁମାନେ କୁକୁଡ଼ା ଖାଉଛନ୍ତି, ଛେଳି ଖାଉଛନ୍ତି, ମାଛକୁ ମାରୁଛନ୍ତି, ସେ ଯେହେତୁ ସେ କାମଟା କରୁଛନ୍ତି, ତାଙ୍କୁ ଠିକ୍ ଦର୍ଶାଇବା ପାଇଁ ସେମାନେ ଏମିତି ଆଡ଼ୁ ସାଡ଼ୁ ବ୍ୟାଖ୍ୟା ଦିଅନ୍ତି। ହଁ ସେମାନେ ସେ ଖାଉଛନ୍ତି ନା, ଛେଳିକୁ ଖାଉଛନ୍ତି, ତାଙ୍କୁ ଯଦି ଆପଣ କହିବେ ସେ ଦେଖନ୍ତୁ, ମଣିଷ ନିଜର ଭୁଲକୁ ସେ କେବେ ହେଲେ ଏତେ ସହଜରେ ତାକୁ ସ୍ୱୀକାର କରନ୍ତିନି। ଶୁଣନ୍ତୁ, ତମେ ହଁ ଗଛରୁ ଫଳ ଖାଉଛ, ସିଏ ବି ତ ବ୍ରହ୍ମ, ତାଙ୍କୁ କାହିଁ ଖାଉଛ? ଆଚ୍ଛା, ସେ ମହାଶୟକୁ କହିବେ, ତାଙ୍କୁ କହିବେ, ଆପଣ ଭାଇନା ଆପଣ ଗୋଟେ କାମ କରନ୍ତୁ, ଆପଣ ଗୋଟେ ଟମାଟୋ ଦେଲେ, ଛୁରୀ ଦେଲେ ତ କାଟିଦେବେ। ହଁ ଆଚ୍ଛା, ଆପଣ ସେଇ ଛୁରୀଟା ଧରି ଗୋଟେ ଛେଳିକୁ କାଟିଲେ ଦେଖିବା, ତାକୁ ମାଇଲେ, ତାଙ୍କୁ କହିବେ ତ ସେ ମାରିଦେବେ? ହୁଁ ନାଇଁ ତାଙ୍କ ହାତ ଏଇଟା ଯିବ ମାରିବା ବୁଝ ପାଇଁ? ନାଇଁ ମାଛଟା ତ ଠିକ୍ ଅଛି, ଛୋଟିଆଟେ, ତାକୁ ମାରିକି ମାରି ଦେଉଛନ୍ତି, କିମ୍ବା କୁକୁଡ଼ା ବି ମାରି ପାରିବେନି ସମସ୍ତେ। ନାଇଁ କୁକୁଡ଼ାକୁ ବି ସମସ୍ତେ ଖାଉଛନ୍ତି, କିନ୍ତୁ ବହୁତ ଲୋକ କୁକୁଡ଼ାକୁ ମାରିବାକୁ ସାହସ କରିପାରିବେନି। ଗୋଟେ ଛେଳିଟାକୁ ମାରିବା ପାଇଁ ସାହସ କରିପାରିବେନି। କାହିଁ କରିପାରିବେନି? ଅଜାଣତରେ ତାଙ୍କ ଅନ୍ତରାତ୍ମା ତାଙ୍କୁ କହୁଛି, ତାଙ୍କୁ ବୁଝଉଛି, ନାଇଁ ଭୁଲ, ଇଏ ବି ତୋରି ପରିକା ହି, ଇଏ ବି ତୁ ହି। ହୁଁ ବୁଝିପାରୁଛନ୍ତି? ହଁ ତ ଇଏ ଅଜ୍ଞାନରେ ଆମେ ସବୁ କଥା କରୁଛେ। ତ ଆଜିର ଚର୍ଚ୍ଚା ଭଲ ହେଲା, ଏଇଟା ବି ଅପଲୋଡ଼ କରିବା। ଆଜିର ଚର୍ଚ୍ଚାର ମୂଳ କଥା ହେଲା, ବ୍ରହ୍ମଙ୍କୁ ଏଇଥିପାଇଁ ଚିହ୍ନିବା, ସିଏ ମୁଁ ଏକ। ହଁ ତାଙ୍କୁ ଚିହ୍ନିଲେ ସତ୍ୟରେ ବଞ୍ଚିପାରିବା, ପ୍ରକୃତି ସାଙ୍ଗରେ ପ୍ରାକୃତିକ ଭାବରେ ରହିପାରିବା। ହଁ ଯାହା ବି ପ୍ରକୃତିରେ ହେଉଛି ସବୁ ଜିନିଷକୁ ଆମେ ସ୍ୱୀକାର କରିବା। ଅଜ୍ଞାନରେ ରହିବାନି, ଅନ୍ଧକାରରେ ରହିବାନି, ଅନ୍ଧକାର ଦୂରୀଭୂତ ହେଇଯିବ। ହଁ ବୁଝିପାରିଲେ? ହଁ ମୁଁ ଠିକ୍ ଅଛି। ସେଇଟା କେତେ ଦିନ ହେଲା ଭାବୁଥିଲି, ସିନା ପଚାରି ପାରୁନଥିଲି, ଆଉ ତା ଆନ୍ସର ଟା ହେଲେ ଜାଣି ପାରୁନଥିଲି। ନାଇଁ ପଚାରି ଆଗା, ମୁଁ ନାଇଁ ନାଇଁ କଣ ଠିକ୍ ପାଇଁ ଠିକ୍। ବ୍ରହ୍ମଙ୍କୁ ନାଇଁ ଭଲ। ଭାବିବି। ଆଗରୁ ବି ଆପଣଙ୍କୁ ଗୋଟେ ଦିଟା ଭଲ ପ୍ରଶ୍ନ ପଚାରିଥିଲେ, ତାକୁ ଅପଲୋଡ଼ କରିବାର ଥିଲା, ହେଇପାରିନି ସେଟା। କିଛି ନାହିଁ। ହେଇପାରିଲାନି ନା ଗୁରୁଜୀ, କଣ ହେଲା ସେଇଟା? ସେଇଟା ଯୋଉ ନାଇଁ କି ମୁଁ କଣ ଜଡ ଚେତନ ବିଷୟରେ ପଚାରିଥିଲି। ପଚାରିଥିଲେ, ଭଲ ସେଇଟା ମୁଁ ପ୍ରଶ୍ନ ଥିଲା। ଗୁରୁଜୀ ତ ଅପଲୋଡ କରିବେ ବୋଲି ମୁଁ ଆଉ ସେଇଟା ମନରେ ରିସର୍ଚ୍ଚ କଲିନି, ତୁନି ପଟେଇଲି, ତାପରେ ଭିଡିଓ ଆଗ ଦେଖିଲି, କାଇଁ ଭିଡିଓ ଆସିଲେନି ମୁଁ ବୋଲି ତ ସେଇଟା ମୁଁ ସେଇଟା ଭୁଲିଗଲି। ଡିଲିଟ୍ ହେଇଯାଇଛି, ତାକୁ ଅପଲୋଡ଼ କରିପାରିନି। ଭୁଲିଗଲି ସେଇଟା, ହଁ ଜାଣିପାରିଲିନି। ହଁ, ବାରମ୍ବାର ଏସବୁ କଥାକୁ ମନେ ପକେଇଲେ ମନନ ହବ। ହଁ ସତ୍ୟରେ ପ୍ରତିଦିନ ସତ୍ସଙ୍ଗ କରିବାର ଆବଶ୍ୟକ ଏଇଥିପାଇଁ ଅଛି। ସତ୍ୟକୁ ଆମେ ପ୍ରତିଦିନ ଚିହ୍ନିବା, ଟିକେ ଟିକେ ଆଂଶିକ ହଁ ମନକୁ ବୁଝେଇବା, ମନକୁ ଚିହ୍ନେଇବା। ହଁ ଠିକ୍ ଅଛି, ହଁ ଭଲ ହେଲା ଆଜି ଚର୍ଚ୍ଚା। ପ୍ରଣାମ ଗୁରୁଜୀ। ଆଜ୍ଞା, ପ୍ରଣାମ ପ୍ରଣାମ ପ୍ରଣାମ।